ସାହାଯ୍ୟ କରି ଆଶୀର୍ବାଦ କରି ପିତା ପରମେଶ୍ୱର ହୋଇ ସେ ଯେ ଆମମାନଙ୍କର ସଦା ପ୍ରଭୁ ଇମାନୁଏଲ ପରମେଶ୍ୱର ସଦା ସର୍ବଦା ଆମମାନଙ୍କର ସହିତ ଆମମାନଙ୍କର ସାଥେ ସାଥେ ରହିଲେ ଆଉ ଆଜି ପର୍ଯ୍ୟନ୍ତ ଏଇ ସମୟ ପର୍ଯ୍ୟନ୍ତ ସେ ଆମମାନଙ୍କର ସାଥେ ଅଛନ୍ତି ବଢେଇ ଆଣିଛନ୍ତି ଆଉ ସେ ଯେ ଜୀବିତ ପରମେଶ୍ୱର ଆଉ ତାଙ୍କରି ଚରଣ ତଳେ ବସି ତାଙ୍କରି ସେବା ଉପାସନା କରିବା ପାଇଁ ଆମମାନଙ୍କୁ ସୁନ୍ଦର ସୁଯୋଗ ପ୍ରଦାନ କରିଛନ୍ତି ତେଣୁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସାଥେ ସାଥେ ଯେତେବେଳେ ପ୍ରଭୁ ଆମମାନଙ୍କୁ ଜୀବନରେ ରଖିଛନ୍ତି ସମୟ ଦେଇଛନ୍ତି ସୁଯୋଗ ପ୍ରଦାନ କରିଛନ୍ତି ତେବେ ଆସନ୍ତୁ ଆମମାନେ ଗୀତ ପ୍ରାର୍ଥନା ବାକ୍ୟ ମାଧ୍ୟମରେ ପ୍ରଭୁଙ୍କର ଗୌରବ ପ୍ରଶଂସା କରିବା ଆଉ ନିଜ ନିଜକୁ ଆମମାନେ ପ୍ରଭୁଙ୍କଠାରେ ସମର୍ପିତ କରିବା ଯୋଉ ଅଳ୍ପ ସମୟ ଆମମାନେ ପାଇଛୁ ତାଙ୍କରି ଅନୁଗ୍ରହରୁ এই সময়କୁ ମୂଲ୍ୟବାନ ଭାବରେ ଆମେ ବ୍ୟବହାର କରିବା କେବଳ ପରମେଶ୍ୱରଙ୍କର ଗୌରବ ନୁହେଁ ତେବେ ଆସନ୍ତୁ ଆମମାନେ ପ୍ରାରମ୍ଭର ଗୀତ ସଂହିତା ତାର 136 ଆଉ ପ୍ରତ୍ୟେକ ସପ୍ତାହ ଆମମାନେ ଗୀତ ସଂହିତା ଆମମାନେ ଅଧ୍ୟୟନ କରୁ ଆଉ ଆଜି ଆମମାନେ ଅଧ୍ୟୟନ କରିବା 136 ଗୀତ 1 ଠାରୁ 10 ପଦ ପର୍ଯ୍ୟନ୍ତ କେବଳ ମୁଁ ପ୍ରଥମ ଲାଇନ ପଢିବି ଆପଣ ମାନେ ଦ୍ୱିତୀୟ ଲାଇନ ପଢିବେ ଧନ୍ୟବାଦ ସ୍ତୁତି ସଦାପ୍ରଭୁଙ୍କର ଧନ୍ୟବାଦ କର କାରଣ ସେ ମଙ୍ଗଳମୟ କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ ଦେବମାନଙ୍କ ଦେବଙ୍କର ଧନ୍ୟବାଦ କର କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ ପ୍ରଭୁ ମାନଙ୍କ ପ୍ରଭୁଙ୍କର ଧନ୍ୟବାଦ କର କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ ଯେ ମହତ୍ ମହତ୍ ଆଶ୍ଚର୍ଯ୍ୟ କର୍ମ କରିବାରେ ଅଦ୍ୱିତୀୟ ତାହାଙ୍କର ଧନ୍ୟବାଦ କର କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ ଯେ ବୁଦ୍ଧିରେ ଆକାଶ ମଣ୍ଡଳ ନିର୍ମାଣ କଲେ ତାହାଙ୍କର ଧନ୍ୟବାଦ କର କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ ଯେ ଭୂମଣ୍ଡଳକୁ ଜଳରାଶି ଉପରେ ବିଚ୍ଛିନ୍ନ କଲେ ତାହାଙ୍କର ଧନ୍ୟବାଦ କର କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ ଯେ ମହା ଜ୍ୟୋତିର୍ଗଣ ନିର୍ମାଣ କଲେ ତାହାଙ୍କର ଧନ୍ୟବାଦ କର କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ ଦିବସରେ କର୍ତ୍ତୃତ୍ୱ କରିବା ପାଇଁ ସୂର୍ଯ୍ୟକୁ ନିର୍ମାଣ କଲେ ସେ କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ଚନ୍ଦ୍ର ଓ ତାରାଗଣ ନିର୍ମାଣ କଲେ ସେ କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ ପ୍ରଥମ ଜାତ ମାନଙ୍କୁ ସଂହାର କରିବା ଦ୍ୱାରା ମିଶ୍ରକୁ ଆଘାତ କଲେ ସେ କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ ପ୍ରଭୁ ଏଇ ପଠିତ ବାକ୍ୟରେ ପୁଣି ଶ୍ରବଣରେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ ଆଉ ଏଇ ଅଧ୍ୟୟନ ଦ୍ୱାରା ପରମେଶ୍ୱର ଗୌରବ ପାଆନ୍ତୁ ବର୍ତ୍ତମାନ ଆମମାନେ ଆରମ୍ଭ ପ୍ରାର୍ଥନା କରିବା ଆଜିର ଉପାସନାକୁ ପରମେଶ୍ୱରଙ୍କର ହସ୍ତରେ ଦେବା ତାଙ୍କରି ଦାସୀ ମାନଙ୍କୁ ବ୍ୟବହାର କରନ୍ତୁ ଏବଂ ଗୌରବ ପାଆନ୍ତୁ ବର୍ତ୍ତମାନ ଆରମ୍ଭ ପ୍ରାର୍ଥନାରେ କଢାଇ ନେବେ ଏ ସମୟ ମଧ୍ୟରେ ମୁଁ ଅନୁରୋଧ କରେ ସେରଙ୍ଗ ମଣ୍ଡଳୀର ପାଳକ ଆଜ୍ଞା ଯଦି ଅଛନ୍ତି ତ ଆରମ୍ଭ ପ୍ରାର୍ଥନାରେ ଆମମାନେ କଢାଇ ନମସ୍କାର ନମସ୍କାର ଆରମ୍ଭ ପ୍ରାର୍ଥନା କରିବେ ନନା ନମସ୍କାର ନମସ୍କାର କରନ୍ତୁ ପ୍ରାର୍ଥନା କରିବା ପାଇଁ କହିଲେ ଆରମ୍ଭ ପ୍ରାର୍ଥନାରେ କଢାଇ ନେବେ ନନା ଆରମ୍ଭ ପ୍ରାର୍ଥନା ନହେଲେ ହେଇଯିବ ପ୍ରାର୍ଥନା କରିବା ପାଇଁ ଆରମ୍ଭ ପ୍ରାର୍ଥନା ହଉ ପ୍ରେମମୟ ସ୍ୱର୍ଗସ୍ଥ ପିତା ପରମେଶ୍ୱର ପ୍ରିୟ ପ୍ରଭୁ ତୁମ ପ୍ରିୟ ନାମର ଧନ୍ୟବାଦ ଦଉଛୁ ପ୍ରିୟ ନାମର ପ୍ରଶଂସା ଗୌରବ ସ୍ତୁତି ବନ୍ଦନା କରୁଛୁ ଅନୁଗ୍ରହ କରି ଆଜି ଆଉ ପ୍ରଭୁ ମହିଳା ମୋ ଦାସୀ ମାନଙ୍କର ଅନଲାଇନ ମାଧ୍ୟମରେ ପ୍ରଭୁ ସେବା କାର୍ଯ୍ୟ ନିମନ୍ତେ ସୁଯୋଗ ଦେଲ ଧନ୍ୟବାଦ ଦଉଛୁ ପ୍ରଭୁ ପ୍ରାରମ୍ଭରୁ ତୁମେ ବିଦ୍ୟମାନ ହୁଅ ତୁମରି ଉପସ୍ଥିତି ସହିତ ସୁପରିଚାଳନା କରିବାରେ ସାହାଯ୍ୟ କର ଏବଂ ଆଜିର କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର ସେଥିସଙ୍ଗେ ଯୋଉମାନେ ଯୋଉମାନେ ଅଂଶଗ୍ରହଣ କରିଛନ୍ତି ବା ଯୋଗଦାନ କରିବେ ତୁମେ ସମସ୍ତଙ୍କୁ ଆଶୀର୍ବାଦ କର ଶେଷ ପର୍ଯ୍ୟନ୍ତ ବିଦ୍ୟମାନ ହୋଇ ତୁମେ କଥା କୁହ
तुमरी गौरव आज सेवा कार्य तुम व्यवहार कर गौरवान्वित हो आरंभ शेष पर्यंत रुह सबु महिमा गौरव प्रशंसा तुमरी हेउ कारण त्राणकर्ता प्रिय पुत्र प्रभु जीशु नाम रे मागुअछु आमेन। आमेन। बहुत बहुत धन्यवाद नाना। और नमस्ते। बहुत बहुत धन्यवाद विशेष करी प्रभु को धन्यवाद दे आज पालक आज्ञा जोग देइछंती पुणी आमान को निमंते आज प्रारंभ प्रार्थना रे पढ़े नहीं। बहुत बहुत धन्यवाद। धन्यवाद। वर्तमान आमाने वर्शिप माध्यम को जीवा गीत द्वारा परमेश्वर गौरव करवा कीर्तन करवा गुण गान करवा आज आम गहन रे गोटाए नुआ झी अच्छा से जड़े टीचर यूनियन चर्च क्वायर ग्रुप रो जड़े मेंबर से सिस्टर को स्वागत करने साथे साथे गीत द्वारा आज प्रभुंकर गौरव करेंगे। यह समय आह्वान करे मिसेस एस्टर रानी पानी भुवनेश्वर वर्शिप रे आमान को पढ़ाए ए समय हूँ आपण। नमस्कार समस्त को मोर अंतरर नमस्कार। नमस्कार नमस्कार करछि आपण माने नथिबे जानि नथिबे को मु बहुत धन्यवाद दिए। बिंदु दीदी मते बहुत थर कहलेनी किंतु मोर समय हेई पार नथिला मु एठी जूम रे जोग देवा पई आज आ बिंदु दीदी को मु निराश करलिनी मु कहली ना जेमती हेले भी मु वर्शिप करिवि आउ समस्त को धन्यवाद मते एथिरे जोग देइथिबारु प्रभु को भी धन्यवाद दउछि। प्रभु भी मते एथि सुंदर सुजोग मते जोगै देइछंती मो परि अयोग्य को आउ मो पाई प्रार्थना भी करिवे आउ गीत मध्य मु दीटा तीनटा गीत गाइबी आउ भूल हेले क्षमा करिवे आउ एटा मोर फर्स्ट टाइम जूम मीटिंग मु केबे अटेंड करिनी एटा मोर फर्स्ट टाइम करूछि। आपण जानिथिबा गीत ही मु गाउछि समस्ते मिसिकिरी गाइबा गौरव प्रशंसा प्रभुंकर करिबा। ठीक है मो कथा सुबा जाउछि तो यस सुबा जाउछि। सदा प्रभुंकर धन्यवाद कर कारण से मंगलमय सदा प्रभुंकर धन्यवाद करे कारण से मंगलमय कारण ताहाकर दया अनंत काल स्थायी कारण ताहाकर दया अनंत काल स्थायी सदा प्रभुंकर धन्यवाद कर कारण से मंगलमय देव मानकर देवंकर धन्यवाद कर राजा मानकर राजांकर धन्यवाद कर देव मानकर देवंकर धन्यवाद कर राजा मानकर राजांकर धन्यवाद कर कारण ताहाकर दया अनंत काल स्थायी कारण ताहाकर दया अनंत काल स्थायी सदा प्रभुंकर धन्यवाद कर कारण से मंगलमय प्रभु मानकर प्रभुंकर धन्यवाद कर स्वर्गर परमेश्वरंकर धन्यवाद कर प्रभु मानकर प्रभुंकर धन्यवाद कर स्वर्गर परमेश्वरंकर
धन्यवाद कर कारण ताहांकर दया अनंत काल स्थायी कारण ताहांकर दया अनंत काल स्थायी सदा प्रभुंकर धन्यवाद कर कारण से मंगलमय सदा प्रभुंकर धन्यवाद कर कारण से मंगलमय आसुछन्ति जीशु मेघ माळे धन्यवाद कर अयुत साधु संगे धन्यवाद कर आसुछन्ति जीशु मेघ माळे धन्यवाद कर अयुत साधु संगे धन्यवाद कर कारण ताहांकर दया अनंत काल स्थायी कारण ताहांकर दया अनंत काल स्थायी सदा प्रभुंकर धन्यवाद कर कारण से मंगलमय सदा प्रभुंकर धन्यवाद कर कारण से मंगलमय कारण से मंगलमय कारण से मंगलमय धन्यवाद आउ गोटे गीत गाइबी प्रार्थना में जो कुछ मांगा पूरा करो अरमान प्रार्थना में जो कुछ मांगा पूरा करो अरमान सारी खताएं माना करूँ मैं तेरा करूँ अब ध्यान प्रार्थना में जो कुछ मांगा पूरा करो अरमान दिल में आवाज आई अपने गुनाहों को मान लिया में आवाज उसके जिसका किया अपमान दिल में आवाज आई अपने गुनाहों को मान लिया में आवाज उसके जिसका किया अपमान प्रार्थना में जो कुछ मांगा पूरा करो अरमान सारे खताएं माना करूँ मैं तेरा करूँ अब ध्यान प्रार्थना में जो कुछ मांगा पूरा करो अरमान ये मान लाई जिसको मसीहा आए तुम्हारे पास करो तो पाप हमारे आओ हमारे पास ये मान लाई जिस पर मसीहा आए तुम्हारे पास पाप हमारे आओ हमारे पास
प्रार्थना में जो कुछ मांगा पूरा करो अरमान। सारी खताएं माना करूँ मैं तेरा करूँ अब ध्यान। प्रार्थना में जो कुछ मांगा पूरा करो अरमान। जाना सभी को आखिर वहाँ है होगा जहाँ इंसाफ। धो दे दिलों को आज हमारे कर दे लहू से साफ। जाना सभी को आखिर वहाँ है होगा जहाँ इंसाफ। धो दे दिलों को आज हमारे कर दे लहू से साफ। प्रार्थना में जो कुछ मांगा पूरा करो अरमान। सारे खताएं माना करूँ मैं तेरा करूँ अब ध्यान। प्रार्थना में जो कुछ मांगा पूरा करो अरमान। धन्यवाद। आ गोटे गीत रहा प्रभु को गौरव पाई प्रशंसा करिया गीत गायकी। स्तुति आराधना ऊपर जाती है आशीष लेकर नीचे आती है। स्तुति आराधना ऊपर जाती है आशीष लेकर नीचे आती है। प्रभु हमारा कितना महान देखो हमसे करता है प्यार। प्रभु हमारा कितना महान देखो हमसे करता है प्यार। हालेलू हालेलूया हालेलूया। प्रार्थना विनती ऊपर जाती है उतर लेकर नीचे आती है। प्रार्थना विनती ऊपर जाती है उतर लेकर नीचे आती है। प्रभु हमारा कितना महान देखो हमसे करता है प्यार। प्रभु हमारा कितना महान देखो हमसे करता है प्यार। हालेलू हालेलूया हालेलू हालेलूया हालेलू हालेलूया। धन्यवाद। बहुत बहुत धन्यवाद सिस्टर को। अति अर्थपूर्ण गीत आध्यात्मिक गीत द्वारा प्रभु को समय देले प्रभु जो टैलेंट देइछंती ताहां व्यवहार कले विशेष करी गीत द्वारा प्रभुकर गौरव करछंती प्रशंसा करछंती। हम प्रत्येक को मध्य प्रभु को निकटस्थ कराई पारू आपन को बहुत बहुत धन्यवाद। प्रभु आपन को आशीर्वाद करंतु। आपन को धन्यवाद उत्तम वर्षिप मन को पढ़े नहीं पारे धन्यवाद। वर्तमान रही बाइबल रीडिंग पवित्र धर्मशास्त्र अध्ययन करके शुणाइबे। ए समय मध्य मु आह्वान करे आमान गहन रे जोड़ित अछंती। ए समय मध्य मु आह्वान करे मिसेस शोभारानी बर्तन संचन। सर्वप्रथमे आमानकर उद्धारकर्ता परमेश्वर को धन्यवाद देवा संगे संगे जूम मीटिंग रे उपस्थित प्रत्येक भौणी मानक मोर ख्रीष्ट प्रेम नमस्कार। प्रभुंकर वाक्य रु आमाने प्रत्येक आम खोलिबा गीत संहिता 84 तार प्रथम रु 12 पर्यंत अछि। आपण माने मो सहित खोलिबे आ मु पढुची आमाने वाक्य प्रति आमाने मनोयोगी हेबा। हालेलुया।
हे सन्याधिपति सदाप्रभु तुम्भर आवास किपरि प्रियतम सदाप्रभुଙ୍କ प्रांगण निमंते मोहर प्राण लालसा करे मध्य मूर्छित हुए मोहर हृदय और शरीर जीवित परमेश्वरଙ୍କ निमंते डाक छाड़ई हाँ घर चटिया आपण पाई एक गृह और खंजन पक्षी छुआ रखिबा निमंते आपण पाई एक बसा पाई अछि हे सन्याधिपति सदाप्रभु मोहर राजन ओ मोहर परमेश्वर तुम्भर यज्ञ वेदी से स्थान जो माने तुम्भ गृह रे बास करंती से माने धन्य से माने निरंतर तुम्भर प्रशंसा करुथिबे जहार बल तुम्भ ठारे थाए जहार हृदय रे सियोनगामी राजपथ थाए से लोक धन्य से माने क्रंदन उपत्यकारे गमन करू करू ताहाकु झरणा स्थान करंती आद्य वृष्टि नाना मंगल रे ताहा भूषित करे से माने उत्तरोत्तर बलवान होई अग्रसर हुअंती सेमानकर प्रत्येक लोक सियोन रे परमेश्वरଙ୍କ छामुरे उपस्थित हुअंती हे सदाप्रभु सन्याधिपति परमेश्वर मोहर प्रार्थना सुन हे जाकुबर परमेश्वर कर्णपात कर हे आम्भ मानक ढाल स्वरूप परमेश्वर दृष्टिपात कर ओ अपना अभिषिक्तଙ୍କ मुख को अनाओ कारण सहस्र दिन अपेक्षा तुम्भ प्रांगण रे एक दिन भल दुष्टतार तंबुरे बास करिबा अपेक्षा आम्भ परमेश्वरଙ୍କ गृहर द्वारी हेबार बरंच आम्भे माने भल जाणु कारण सदाप्रभु परमेश्वर सूर्य ओ ढाल अटंती सदाप्रभु अनुग्रह ओ गौरव देवे हे सरलचारी मानक ठारू कोनोसी मंगल विषय अटकाइबे नाही हे सन्याधिपति परमेश्वर जेउ लोक तुम्भठारे शरण निये से धन्य प्रभु ए पठित वाक्य रे आशीर्वाद करंतु आमेन पुणी मते टुनु दीदी आउ बिंदु मैडम मते सुंदर सुजोग देथिबारु बहुत बहुत धन्यवाद बहुत बहुत धन्यवाद सिस्टर अति उत्तम भाव स्पष्ट रे परमेश्वर से जीवंत वाक्य को अध्ययन करी परमेश्वर से महानता को प्रकाश करिसेंती परमेश्वर निमंते व्यवहार हेतिबारु परमेश्वर आपनको बहुल भाव आशीर्वाद करंतु बहुत बहुत धन्यवाद वर्तमान रही मेमोरी वर्स मुखस्थ पद यदि आपण माने मुखस्थ करिसेंती तो परमेश्वर को गौरव निमित्त आप कहिबा मु कहबी परमेश्वर आमनकर आश्रय और बल दुर्दशा काल रे अति निकटवर्ती सहाय गीत संहिता 46:1 धन्यवाद दीदी आउ दीदी के कहया पाई चाहती प्रेज द लॉर्ड हालेलुया प्रेज द लॉर्ड हालेलुया किंतु काल संपूर्ण हुंते ईश्वर अपना निकटरू निज पुत्र को प्रेरण कले से स्त्री जात होई व्यवस्थाधीन हेले जेपरि से मूल्य देई व्यवस्थाधीन लोक मान को मुक्त करंती पुणी आंबे माने पुत्रतर अधिकार प्राप्त हो गलातिया 4:4 धन्यवाद बहुत बहुत धन्यवाद समस्त को प्रेज द लॉर्ड प्रेज द लॉर्ड आत्मा रे दिनहीन लोके धन्य कारण स्वर्ग राज्य से मानकर शोकार्त लोके धन्य कारण से माने सांत्वना प्राप्त हेबे नम्र लोके धन्य कारण से माने पृथ्वी रे अधिकारी हेबे धार्मिकता निमंते क्षुदित और तृषित लोके धन्य कारण से माने परितृप्त हेबे दयालु लोके धन्य से माने दया प्राप्त हेबे शुद्ध चित्त लोके धन्य कारण से माने ईश्वरकर दर्शन पाइबे शांतिकारक लोके धन्य कारण से माने ईश्वरकर संतान बोली ख्यात हेबे धार्मिकता निमंते ताड़ना प्राप्त लोके धन्य कारण स्वर्ग राज्य से मानकर माथ्यू 5:3-10 धन्यवाद बहुत बहुत धन्यवाद सिस्टर आउ जदि के कहया पाई चाहती जेबे आंभ नामरे विख्यात आंभ लोक माने आपण माननकु नम्र करी प्रार्थना करिवे ओ आंभर मुख अन्वेषण करी आपण आपणाकु पथरु फेरिबे तेबे आंभ स्वर्गरु शुणिबा ओ से मानकर पाप क्षमा करिबा ओ से मानकर देश सुस्थ करिबा द्वितीय वंशावली 7:14 पद धन्यवाद धन्यवाद যে ধার্মিকতায় ও দয়ার অনুগামী হয় সে জীবন ধার্মিকতা ও সম্মান পায় হিতোপদেশে 21 পদ নমস্কার धन्यवाद जूम मीटिंग रे उपस्थित प्रत्येक माँ भौणी मानकु मोर ख्रीष्ट प्रेम नमस्कार सन्नमय पद अछि लिखित सुसमाचार 11 पर्व 28 और 29 और 30 पद हे परिश्रांत भारग्रस्त लोक समस्ते मो निकट को आस मु तुम मानकु विश्राम देबी मो जुआली आपणा आपणा
ସାଙ୍ଗରେ ଘେନ ଓ ମୋ ନିକଟରୁ ଶିଖ କାରଣ ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ ଆଉ ତୁମ୍ଭେ ମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶାସ। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆଉ ଯଦି କିଏ କହିବା ପାଇଁ ଚାହେଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ପରମେଶ୍ୱରଙ୍କ ସେ ନିର୍ଗତ ବାକ୍ୟକୁ ମୁଖସ୍ଥ କରି ପରମେଶ୍ୱରଙ୍କ ଗୌରବ ନିମନ୍ତେ ଆପଣମାନେ ପ୍ରକାଶ କରିଛନ୍ତି ଜୀବନ୍ତ ବାକ୍ୟକୁ। ସେଥି ମାଧ୍ୟମରେ ମଧ୍ୟ ଆମମାନଙ୍କୁ ଶିକ୍ଷା ପ୍ରଦାନ କରିଛନ୍ତି। ଆପଣମାନଙ୍କୁ ପ୍ରଭୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ବହୁତ ବହୁତ ଧନ୍ୟବାଦ। ବର୍ତ୍ତମାନ ରହିଛି ବାଇବଲର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ। ତାହା ଆଗକୁ ବଢାଇ ନେବେ। ଏହି ସମୟ ମଧ୍ୟରେ ମୁଁ ଆହ୍ୱାନ କରେ ଆମମାନଙ୍କ ଗହଣରେ ଜଡିତ ଅଛନ୍ତି ମିସେସ୍ ସୁଶୀଳା from USA। ସେ ବାଇବଲ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ଆଗକୁ ପରିଚାଳନା। ପ୍ରେଜ୍ ଦ ଲର୍ଡ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଆଜିର ବାଇବଲ କ୍ୱିଜ ଦେଖିବା। ମୁଁ ସ୍କ୍ରିନ୍ ସେୟାର କରୁଛି। ଏହି ବାଇବଲ କ୍ୱିଜ ମୌଖିକ ପ୍ରଶ୍ନ ହୋଇଥିବାରୁ ଛୋଟ ଛୋଟ ପ୍ରଶ୍ନ ହୋଇଥାଏ। ଆଉ ଆପଣମାନଙ୍କୁ ହୁଏତ ଇଜି ହେଇପାରେ, ସଣ୍ଡେ ସ୍କୁଲ ବୋଲି ଭାବନ୍ତୁ ନାହିଁ ଦୟାକରି। ଆମମାନେ ପ୍ରତ୍ୟେକ ସପ୍ତାହରେ ଗୋଟେ ଅଧ୍ୟାୟକୁ ଦେଖୁଅଛୁ। ସେଇ ଅଧ୍ୟାୟରୁ ହିଁ ଆଉ ପ୍ରଶ୍ନ, ସେଥିପାଇଁ ଟିକେ ଡିଟେଲ୍ସ ବି ହେଇପାରେ। କିନ୍ତୁ ମୁଁ କିଛି ପ୍ରଶ୍ନ ନେଇଛି, ଆପଣମାନେ ଦୟାକରି ଅନମ୍ୟୁଟ କରିକି ଆଉ ଉତ୍ତର ଦିଅନ୍ତୁ। ଆପଣମାନଙ୍କ ପାଖରେ ଯଦି ବାଇବଲ ଅଛି ଖୋଲିକି ଦେଖନ୍ତୁ। ତାହେଲେ ମୁଁ ପ୍ରଥମ ପ୍ରଶ୍ନ ପଢୁଛି। ମିଶରର ରାଜାଙ୍କର ପ୍ରତିକୂଳରେ କିଏ ଅପରାଧ କଲେ? ପାନପତ୍ର ବାହକ ଓ ସୁପକାର। ଧନ୍ୟବାଦ। ଆଦି ପୁସ୍ତକ 40 ଅଧ୍ୟାୟ ଆପଣମାନେ ଦେଖନ୍ତୁ। ମିଶରର ରାଜା ଫାରୋ ଆପଣାର ପ୍ରଧାନ ପାନପାତ୍ର ବାହକ ଓ ସୁପକାରକଙ୍କୁ କେଉଁ ସ୍ଥାନରେ ରଖିଲେ? ପ୍ରଧାନ ପାନପାତ୍ରଙ୍କୁ ନିଜର ସ୍ଥାନରେ ପୁନର୍ଯୁକ୍ତି ମିଳିଲା ଆଉ ସୁପକାରକୁ ସେଇ ଗଛରେ ଟାଙ୍ଗି ତାଙ୍କୁ ସେଇ ମୃତ୍ୟୁ ଦଣ୍ଡ ମିଳିଥିଲା। ବନ୍ଦୀ ଗୃହରେ ଧନ୍ୟବାଦ। ସେମାନଙ୍କର ତତ୍ତ୍ୱାବଧାରଣ କିଏ କରିବାକୁ ଲାଗିଲେ? ଯୋସେଫ। ଧନ୍ୟବାଦ। ଆଉ ଥରେ ଆଉ ଗୋଟେ ପ୍ରଶ୍ନ। ସେମାନେ ସେମାନଙ୍କର ସ୍ୱପ୍ନ ଦେଖିବା ପୂର୍ବରୁ କେତେ ଦିନ କାରାଗାରରେ ରହିଲେ? ରାଇଟ, କିଛି ଦିନ ସେମାନେ କାରାଗାରରେ ରହିଲେ। ଧନ୍ୟବାଦ। ଉଭୟ ଯାହା ସ୍ୱପ୍ନ ଦେଖିଲେ କେଉଁଟି ସତ? ମୁଁ ପଢୁଛି। 7 ରାତି ପାଇଁ ସମାନ ସ୍ୱପ୍ନ ନା ଗୋଟିଏ ରାତିରେ ନା 2 ରାତି ପାଇଁ ସମାନ ସ୍ୱପ୍ନ? କେଉଁଟି ସ୍ୱପ୍ନ ନା କେଉଁଟି ସତ? ଗୋଟିଏ ରାତିରେ 2 ଜଣ ସ୍ୱପ୍ନ ଦେଖିଲେ। ଧନ୍ୟବାଦ। 2 ପ୍ରକାର ଅର୍ଥ ବିଶିଷ୍ଟ। ଧନ୍ୟବାଦ। ଆଉ ଯୋସେଫ ପ୍ରଭାତରେ ସେମାନଙ୍କ ନିକଟକୁ ଆସିବା ବେଳେ ସେମାନଙ୍କୁ କିଭଳି ଦେଖିଲେ? କେଉଁ ଶବ୍ଦ ଭଲ ଭାବରେ ବର୍ଣ୍ଣନା କରେ? ବିବ୍ରତ, ଚିନ୍ତିତ ନା ବିଷଣ୍ଣ? ବିଷର୍ଣ୍ଣ। ଧନ୍ୟବାଦ। ଯୋସେଫ ସ୍ୱପ୍ନର ଅର୍ଥ ବ୍ୟାଖ୍ୟା କରିବାକୁ କିଏ ସକ୍ଷମ ବୋଲି କହିଥିଲେ? ପାନପାତ୍ର ବାହକ। ଯୋସେଫ ସ୍ୱପ୍ନର ଅର୍ଥ ବ୍ୟାଖ୍ୟା କରିବାକୁ କିଏ ସକ୍ଷମ ବୋଲି କହିଥିଲେ? ସଦାପ୍ରଭୁ। ଧନ୍ୟବାଦ। ଅର୍ଥର ଜ୍ଞାନ କି ପରମେଶ୍ୱରଙ୍କର ଅଧୀନ ନୁହେଁ ବୋଲି ଯୋସେଫ କହିଥିଲେ। ଧନ୍ୟବାଦ।
କେଉଁ ଦେଶରୁ ଲୋକମାନେ ମତେ ନିତାନ୍ତ ଚୋରି କରି ଆଣିଛନ୍ତି ବୋଲି ଯୋସେଫ କହିଲେ? କିନାନ ଦେଶରେ, ନା ପ୍ରତିଜ୍ଞା ଦେଶରୁ, ନା ଏବ୍ରିୟ ମାନଙ୍କ ଦେଶରୁ? ଏବ୍ରିୟ ମାନଙ୍କ ଦେଶରୁ। ଏବ୍ରିୟ ମାନଙ୍କ ଦେଶରୁ। ଲୋକମାନେ ଚୋରି କରି ଆଣିଥିଲେ। ଧନ୍ୟବାଦ। ପ୍ରଧାନ ପାନପାତ୍ର ବିଷୟରେ କଣ ସତ? ସେ ଯୋସେଫଙ୍କୁ ମନେ ପକେଇଲେ ନାହିଁ, ନା ସେ ଯୋସେଫଙ୍କୁ ଭୁଲିଗଲେ, ନା ଉଭୟ ଏ ଓ ବି ଦୁଇଟି ସତ୍ୟ ଅଟେ? ଯୋସେଫଙ୍କୁ ଭୁଲିଗଲେ। କୋଉଠି ପ୍ରଶ୍ନ ହେବ? ପ୍ରଧାନ ପାନପାତ୍ର ବିଷୟରେ କଣ ସତ? ସେ ଯୋସେଫଙ୍କୁ ମନେ ପକେଇଲେ ନାହିଁ, ସେ ଯୋସେଫଙ୍କୁ ଭୁଲିଗଲେ, ନା ଦୁଇଟା ହିଁ ସତ? ଏ ଓ ବି ର କ୍ୱେଶ୍ଚିନ୍। ସ୍ମରଣ କଲେ ନାହିଁ। ଆଉ କୁହନ୍ତୁ ଆଉ ଦିଟା ଜଣେ। ତାଙ୍କୁ ସ୍ମରଣ କଲେ ନାହିଁ ଆଉ ପାଶୋରି ଗଲେ। ହଁ, ଧନ୍ୟବାଦ। ସତ୍ୟ ଅଟେ। ରାୟ ବି ସତ୍ୟ ଅଟେ। ଥ୍ୟାଙ୍କ ୟୁ ସୋ ମଚ୍। ଆପଣ ମାନେ ପାର୍ଟିସିପେଟ କରିଛନ୍ତି, ସେଥିପାଇଁ ଧନ୍ୟବାଦ ଦଉଛି। ଆଜିର ଏତିକି ମାତ୍ର ପ୍ରଶ୍ନ ଥିଲା। ଆଉ ଆସନ୍ତୁ ଆମମାନେ ବର୍ତ୍ତମାନ ଏଇ ଅଧ୍ୟାୟକୁ 40 ଅଧ୍ୟାୟକୁ ଆମମାନେ ଭିଡିଓ ମାଧ୍ୟମରେ ଦେଖିବା, ଯାହାକି ଇଂରାଜୀରେ ଏକ୍ସପ୍ଲେନ ଅଛି, କିନ୍ତୁ ଓଡ଼ିଆରେ କ୍ୟାପସନ ଅଛି। ପୁଣି ଆପଣ ମାନେ ବାଇବଲ ପଢିଛନ୍ତି, ଭଲରେ ଜାଣିଛନ୍ତି, ହୁଏତ ବୁଝିପାରିବେ। ତାହେଲେ ମୁଁ ସେୟାର କରୁଛି ଆଉ ଥରେ ଏହି ଅଧ୍ୟାୟ, ଆଦି ପୁସ୍ତକ 40 ଅଧ୍ୟାୟର ଭିଡିଓକୁ ଆମେ ଦେଖିବା। Sometime later, the cupbearer and the baker of the king of Egypt offended their master, the king of Egypt. Pharaoh was angry with his two officials, the chief cupbearer and the chief baker, and put them in custody in the house of the captain of the guard, in the same prison where Joseph was confined. The captain of the guard assigned them to Joseph, and he attended them. After they had been in custody for some time, each of the two men, the cupbearer and the baker of the king of Egypt, who were being held in prison, had a dream the same night, and each dream had a meaning of its own. When Joseph came to them the next morning, he saw that they were dejected. So he asked Pharaoh's officials who were in custody with him in his master's house, "Why are your faces so sad today?" "We both had dreams, but there is no one to interpret them." "Do not interpretations belong to God? Tell me your dreams." So the chief cupbearer told Joseph his dream. "In my dream, I saw a vine in front of me, and on the vine were 3 branches. As soon as it budded, it blossomed, and its clusters ripened into grapes. Pharaoh's cup was in my hand, and I took the grapes, squeezed them into Pharaoh's cup, and put the cup in his hand." This is what it means. The 3 branches are 3 days. Within 3 days, Pharaoh will lift up your head and restore you to your position, and you will put Pharaoh's cup in his hand, just as you used to do when you were his cupbearer. But when all goes well with you, remember me and show me kindness. Mention me to Pharaoh and get me out of this prison. For I was forcibly carried off from the land of the Hebrews, and even here I have done nothing to deserve being put in a dungeon." When the chief baker saw that Joseph had given a favorable interpretation, he said to Joseph, "I too had a dream. On my head were 3 baskets of bread. In the top basket were all kinds of baked goods for Pharaoh. But the birds were eating them out of the basket on my head." This is what it means. The 3 baskets are 3 days. Within 3 days, Pharaoh will lift off your head and hang you on a tree, and the birds will eat away your flesh. Now the 3rd day was Pharaoh's birthday, and he gave a feast for all his officials. He lifted up the heads of the chief cupbearer and the chief baker in the presence of his officials. He restored the chief cupbearer to his position, so that he once again put the cup into Pharaoh's hand. But he hanged the chief baker, just as Joseph had said to them in his interpretation.
The chief cupbearer, however, did not remember Joseph. He forgot him. ଏହା ଥିଲା ଆଜିର ଏହି ଅଧ୍ୟାୟ। ଆମେ ଯାହା ଦେଖିଲୁ ଆଦି ପୁସ୍ତକ 40 ଅଧ୍ୟାୟ। ଆଉ ଆପଣମାନେ ପଢନ୍ତୁ ଆଉ ଥରେ, ଆପଣମାନଙ୍କ ସମୟ ହେଲେ ଆଉ ଆପଣମାନେ ଆଉ ଭଲରେ ବୁଝିପାରିବେ। ଆଉ ସମସ୍ତେ ପାର୍ଟିସିପେଟ କରିଛନ୍ତି ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦଉଛି। ପ୍ରଭୁଙ୍କ ଇଚ୍ଛା ହେଲା ମାନେ ଆଗାମୀ ସପ୍ତାହରେ ଆଦି ପୁସ୍ତକ 41 ଅଧ୍ୟାୟ ଦେଖିବା। ଓଭର ଟୁ ୟୁ ବିନ୍ଦୁ। ଥ୍ୟାଙ୍କ ୟୁ। ବହୁତ ବହୁତ ଧନ୍ୟବାଦ। ଆମମାନଙ୍କୁ ପ୍ରତ୍ୟେକ ସପ୍ତାହ ବାଇବଲର ପ୍ରଶ୍ନ ଉତ୍ତର ମାଧ୍ୟମରେ ଆମମାନଙ୍କୁ ଶିକ୍ଷା ଦେଇକି ଯାଉଛନ୍ତି, ଶିଖାଉଛନ୍ତି। ତେଣୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଯେଉଁ ମନ ଦେଇଛନ୍ତି ସେ ମନ ଦେଇ ଧରି ରଖନ୍ତୁ ଏବଂ ଗୌରବ ପାଆନ୍ତୁ। ବହୁତ ବହୁତ ଧନ୍ୟବାଦ। ଆମମାନଙ୍କୁ ଉତ୍ତମ ଭାବରେ ଭିଡିଓ ସହିତ ପୁଣି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ଆଗେଇ। ଥ୍ୟାଙ୍କ ୟୁ। ବର୍ତ୍ତମାନ ଯଦି ଟେଷ୍ଟିମନି କାହାର ରହିଛି ପ୍ରଭୁଙ୍କ ଗୌରବ ନିମନ୍ତେ ପ୍ରକାଶ କରିବେ। ଯଦି ଆପଣମାନେ ଆଶ୍ରୟ ପାଇଛନ୍ତି, ଆଶୀର୍ବାଦ ପାଇଛନ୍ତି, ତ ପ୍ରଭୁଙ୍କୁ ଗୌରବ ଦେବା ପାଇଁ ଚାହାନ୍ତି, ତେବେ ଆପଣମାନେ ସାକ୍ଷ୍ୟ ଦେଇପାରିବେ। ମୁଁ କହିବି କୁହନ୍ତୁ। ଜୁମ୍ ରେ ଉପସ୍ଥିତ ଥିବା ପ୍ରତ୍ୟେକ ଭଉଣୀ ମାନଙ୍କୁ ମୋର ଖ୍ରୀଷ୍ଟୀୟ ପ୍ରେମ ନମସ୍କାର ଜଣାଏ। ନମସ୍କାର। ନମସ୍କାର। ଆଉ ଗତ ରବିବାର ଦିନ ଆମେ ମାନେ ମୁଁ ଚର୍ଚ୍ଚ କୁ ଯିବା ବେଳେ ଶୀଘ୍ର ମୁଁ ଜଳଖିଆ କଲି, ଆଉ ରନ୍ଧାବଢା ଶେଷ କଲି, ତାପରେ ଗାଧୋଇବା ପାଇଁ ପାଣି ଗରମ କଲି, ଆଉ ଗରମ କରିକି ମୁଁ ପାଣି ନେଇଗଲି ଗାଧୋଇବା ପାଇଁ। ତାପରେ ମିଷ୍ଟର ପାଣି ଗରମ କଲେ, ଆଉ ତାପରେ ସିଏ ନେଇକି ଗାଧେଇଲେ ତାପରେ ଗ୍ୟାସ ଟାକୁ ବନ୍ଦ କଲେ। ତାପରେ ଚର୍ଚ୍ଚ ରୁ ଆସିଲା ପରେ ତରକାରୀ ଗରମ କରିବି କହିକି ମୁଁ କଣ କଲି ନା ଗ୍ୟାସ ଲଗେଇଲି। ଆମେ ଜାଣୁ ଗ୍ୟାସ ରେ ଦିଟା ବର୍ଣ୍ଣର ଅଛି, ଗୋଟେ ପଟେ ହାଇ ଟିକେ ଜଳେ ଆଉ ଗୋଟେ ପଟେ ସ୍ଲୋ ଜଳେ। ଆଉ ଯୋଉଟା ସ୍ଲୋ ପଟେ ମୁଁ କଣ କଲି ନା ଆରାମରେ ତାକୁ ମାରିଲି। ଏପଟେ ବର୍ଣ୍ଣର ଜଳେଇଲା ବେଳକୁ ସେପଟେ ବି ବୋଧେ ହୁତ କିନା ବହୁତ ଜୋରରେ ନିଆଁ ଜଳି ଉଠିଲା। ଆଉ ମୁଁ ଭାବୁଛି ମୁଁ ତ ଗୋଟେ ପଟେ ବର୍ଣ୍ଣର ଜଳେଇଲି, ଆର ପଟେ କେମିତି ନିଆଁ ଏତେ ଜୋରରେ ଉଠିଲା। ଆଉ ମୁଁ ମଧ୍ୟ ସିନ୍ଥେଟିକ ଶାଢୀ ପିନ୍ଧିଥିଲି ସେତେବେଳେ, ଆଉ କିନ୍ତୁ ଗ୍ୟାସ ଚୁଲି ଠାରୁ ମୋର ଡିଷ୍ଟାନ୍ସ ଟିକେ ଦୂରରେ ଥିଲା, ଆଉ ସାଙ୍ଗେ ସାଙ୍ଗେ ମୁଁ ଲିଭେଇ ଦେଲି। ତାହେଲେ ମୁଁ ଭାବୁଛି ଏଇଟା କେମିତି, ମୁଁ ତ ଗୋଟେ ପାଖ ବର୍ଣ୍ଣର ଜଳେଇଲି, ଆର ପାଖ ବର୍ଣ୍ଣର ଏତେ ଜୋରରେ ନିଆଁ କେମିତି ଉଠିଲା। ତାପରେ ମିଷ୍ଟରଙ୍କୁ ପଚାରିଲି କି ତମେ ତ ଲାଷ୍ଟରେ ବନ୍ଦ କଲ, ପାଣି ନେଲ, ଏଇଟା ବନ୍ଦ କରିନଥିଲ କି? ତାପରେ ସେ କହିଲେ କି ନା ମୁଁ ଡାଇରେକ୍ଟ ବନ୍ଦ କରିଦେଇଛି ସିଲିଣ୍ଡରରୁ, ଆଉ ନବ ଖୋଲା ଅଛି। ଆଉ ମୁଁ ମଧ୍ୟ ଜାଣିନି ମୁଁ ସେଟା ଖୋଲା ଅଛି କହିକି। ଆଉ ନିଶ୍ଚିତ ଗୋଟେ ଦୁର୍ଘଟଣାରୁ ପ୍ରଭୁ ସୁରକ୍ଷା ପ୍ରଦାନ କଲେ, ଆଉ ସେଥିପାଇଁ ପ୍ରଭୁଙ୍କ ନାଁକୁ ଧନ୍ୟବାଦ ଦବା। ଆଉ ଆମମାନେ ପ୍ରତ୍ୟେକ ଗୃହିଣୀ ଆଉ ସବୁବେଳେ ଆମର ଗ୍ୟାସ ଚୁଲି ସାଙ୍ଗେ ଆମର କାମ ଥାଏ। ଆଉ ସେଥିପାଇଁ ଆମମାନେ ସତର୍କ ହବା, ଦେଖିବା ସିଲିଣ୍ଡର ନବ ଆଉ ସିଲିଣ୍ଡର ସବୁବେଳେ ବନ୍ଦ ଅଛି କି ନାଇଁ, ସବୁବେଳେ ସଚେତନ ହେଇ କାର୍ଯ୍ୟ ଆମେ କରିବା। ପ୍ରଭୁ ଏଇ ଛୋଟିଆ ସାକ୍ଷ୍ୟରେ ଗୌରବାନ୍ୱିତ ହୁଅ। ଧନ୍ୟବାଦ ଦିଦି ଆମମାନଙ୍କୁ ଇନକରେଜ କରିଛନ୍ତି, ଆମମାନଙ୍କୁ ଶିକ୍ଷା ମଧ୍ୟ ଦେଇଛନ୍ତି। ଆଉ ଏଇ ସାକ୍ଷ୍ୟ ଦ୍ଵାରା ମଧ୍ୟ ଆମେ ଶିକ୍ଷା ଗୋଟେ ପାଇଲୁ। ଆଉ ବିଶେଷ କରି ପ୍ରଭୁଙ୍କୁ ଧନ୍ୟବାଦ ଦଉ ଯେ ପ୍ରଭୁ ଉଦ୍ଧାର କରିଛନ୍ତି ସଂକଟରୁ, ଆଉ ଦୁର୍ଘଟଣାରୁ, ସେ ବିପଦରୁ ପ୍ରଭୁ କେବଳ ଉଦ୍ଧାର କରିଛନ୍ତି। ତେଣୁ ଏଇ ସାକ୍ଷ୍ୟ ଦ୍ଵାରା ପ୍ରଭୁଙ୍କର ଗୌରବ ହଉ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦିଦି। ଆଉ ସାକ୍ଷ୍ୟ ଯେପରି ସଚେତନ ହେବୁ ତାହା ମଧ୍ୟ ଗୋଟେ ଶିକ୍ଷା ଆମମାନଙ୍କ ପାଇଁ ହେଇଛି। ଧନ୍ୟବାଦ। ଆଉ ଯଦି କିଏ ସାକ୍ଷ୍ୟ ଦେବା ପାଇଁ ଚାହାନ୍ତି? ଯଦି ନାହିଁ ଠିକ ଅଛି, ଆମମାନେ ଗୋଟାଏ ବିଷୟ ନେଇ ଆମମାନେ ପ୍ରାର୍ଥନା କରିବା। ଆମମାନଙ୍କ ଗହଣରେ ଅଛନ୍ତି ସିଷ୍ଟର ମିସେସ୍ ସୁଲଲିତା ଆଣ୍ଡ୍ରପ ଅଛନ୍ତି। ସିଷ୍ଟର ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ନମସ୍କାର ଦିଦି। କେତେ ଗୁଡିଏ ବିଷୟ କହିବି, ସେଥି ନିମନ୍ତେ ପ୍ରାର୍ଥନା କରିବେ। ବିଶେଷ କରି ପ୍ରାର୍ଥନା କରିବେ, ତ ପ୍ରାର୍ଥନା କରିକି ଆସୁଛୁ। ଆଉ ଆମ ଦେଶର ବିଭିନ୍ନ ରାଜ୍ୟରେ, ପୁଣି ଅନ୍ୟ ଦେଶରେ ମଧ୍ୟ ଅଧିକ ବର୍ଷା ଯୋଗୁଁ ଧନ ଜୀବନ ଏମିତି ନଷ୍ଟ ହେଇଛି।
ଆଉ ଯେତେ ସେମାନଙ୍କ ରିଲେଟିଭ୍ସ ପାଇଁ ବା ସେ ଗ୍ରାମ ଅଞ୍ଚଳର ପାଖାପାଖି ଲୋକମାନଙ୍କ ନିମନ୍ତେ ଆମେ ପ୍ରାର୍ଥନା କରିବା ଯେ ସେଥିରୁ ସଚେତନ କିପରି ହେବା, ପ୍ରଭୁ ପ୍ରତ୍ୟେକଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ, ସେଥି ନିମନ୍ତେ ବିଶେଷ କରି ପ୍ରାର୍ଥନା କରିବେ। ପୁଣି ଆଉ ଗୋଟାଏ ବିଷୟ ରହିଛି, ଆମ ଦେଶର ବିଭିନ୍ନ ରାଜ୍ୟରେ ପୁଣି ଅନ୍ୟ ଦେଶ ମାନଙ୍କରେ ମଧ୍ୟ ପ୍ରଭୁଙ୍କର ସେବକ ସେବିକା ମାନଙ୍କୁ ଯେଉଁ ତାଡ଼ନା ଘଟୁଛି, ଯେଉଁ ତାଡ଼ନା ଆସୁଛି, ସେଥିରୁ ପ୍ରଭୁ ସେମାନଙ୍କୁ ରକ୍ଷା କରନ୍ତୁ, ସୁରକ୍ଷାରେ ରଖନ୍ତୁ, ସେଥି ନିମନ୍ତେ ମଧ୍ୟ ପ୍ରାର୍ଥନାରେ ପଡ଼ିଲେ। ପୁଣି ଆଜି ମୋ ଗାଁକୁ ଯାଉଛି, ଆଉ ମୋ ଯାତ୍ରା ନିମନ୍ତେ ମଧ୍ୟ କୁଶଳ ଯାତ୍ରା ନିମନ୍ତେ ପ୍ରାର୍ଥନା କରିବେ। ପୁଣି ବାକ୍ୟ ନିମନ୍ତେ ପ୍ରାର୍ଥନାରେ ପଡ଼ିଲେ। ଏ 4 ବିଷୟ ଆଉ ବିଶେଷ କରି ଗୋଟାଏ ବିଷୟ ହେଲା ଆଜି ଦିଦି ସାକ୍ଷ୍ୟ ଦେଇଛନ୍ତି, ପ୍ରଭୁଙ୍କୁ ଧନ୍ୟବାଦ। ପ୍ରାର୍ଥନା। ଓକେ ଠିକ। ଜୁମ୍ରେ ଉପସ୍ଥିତ ସମସ୍ତଙ୍କୁ ମୋର ଖ୍ରୀଷ୍ଟ ପ୍ରେମ ନମସ୍କାର। ଆସନ୍ତୁ ଆମମାନେ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ଆମେ ତୁମକୁ ଧନ୍ୟବାଦ ଦେଉଛୁ ପ୍ରଭୁ। ଆଜି ସକାଳ ଠାରୁ ଏଇ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ପ୍ରଭୁ ସବୁ ପ୍ରକାର ଅମଙ୍ଗଳ, ବିପଦ, ଆପଦ, ରୋଗ, ସଂକଟରୁ ଉଦ୍ଧାର କରି ଆଣିଅଛ, ସେଥିପାଇଁ ଆମେ ଧନ୍ୟବାଦ ଦେଉଛୁ ପିତା। ଏତେବେଳେ ତୁମରି ପଦ ତଳେ ବସିଅଛୁ ପ୍ରଭୁ, ତୁମରି ନାମରେ ଗୀତ ଗାନ କରାଗଲା, ବାକ୍ୟ ଅଧ୍ୟୟନ କରାଗଲା ପ୍ରଭୁ। ସେଥିପାଇଁ ସମସ୍ତ ବିଷୟକୁ ନେଇ ପ୍ରଭୁ ଆମେ ଧନ୍ୟବାଦ ଦଉଛୁ କି ତୁମେ ଗୌରବାନ୍ୱିତ ହୋଇଅଛ। ପ୍ରିୟ ପ୍ରଭୁ, ଅନେକ ପ୍ରାର୍ଥନାର ବିଷୟ ରହିଅଛି ପ୍ରଭୁ, ତୁମେ ଶୁଣିଅଛ ପିତା। ପ୍ରଭୁ, ମୁଁ ଗୋଟିଏ ହଁ ପ୍ରଭୁ ପ୍ରାର୍ଥନା କରିବା ପୂର୍ବରୁ ପ୍ରଭୁ ତୁମେ ସମସ୍ତ ବିଷୟ ଜାଣିଅଛ ବାପା, ସେଥିପାଇଁ ମୁଁ ଧନ୍ୟବାଦ ଦେଉଛି। ପ୍ରିୟ ପ୍ରଭୁ, ଏଇ ସମୟରେ ମୁଁ ନିବେଦନ କରୁଅଛି, ଗୁହାରି କରୁଅଛି, ଅଳି କରୁଅଛି ବାପା। ହଁ ପିତା, ହଁ ଏଇ ବର୍ଷା ସମୟରେ ପ୍ରଭୁ ଆମର ଅନେକ ଆତ୍ମୀୟ ସ୍ୱଜନ, ବନ୍ଧୁ ବାନ୍ଧବ ପ୍ରଭୁ ଅନେକ କଷ୍ଟ ପାଉଥିବେ ବାପା। ଦୟାକରି ସେମାନଙ୍କୁ ଏଇ ବର୍ଷା ସିଜନର କଷ୍ଟରୁ ରକ୍ଷା କର। ଅନେକ ଦୁଃଖୀ ରଙ୍ଖି ଦିନ ଅବସ୍ଥାରେ ଥିବା ଲୋକମାନେ ପ୍ରଭୁ ଅନେକ ଦୁଃଖ କଷ୍ଟରେ ରହୁଥିବେ ପ୍ରଭୁ। କାହାର ତ ଘର ଗଳି ଯାଉଥିବ, କାହାକୁ ତ ଖାଇବାକୁ ମିଳୁନଥିବ, କାହାର ତ ପ୍ରଭୁ ବନ୍ୟାରେ ଭାସି ଯାଉଥିବ, ଏଇ ପ୍ରକାର ଅବସ୍ଥାରେ ଥିବେ ବାପା। ଦୟାକରି ସମସ୍ତଙ୍କର ସେ ଅବସ୍ଥାରୁ ତୁମେ ରକ୍ଷା କର। ଏବଂ ଯେଉଁ ସ୍ଥାନ ମାନଙ୍କର ବନ୍ୟା ହଉଅଛି ପ୍ରଭୁ, ତୁମରି ଅନେକ ଲୋକମାନେ ଅଛନ୍ତି ପ୍ରଭୁ, ସେମାନଙ୍କୁ ଅନାଥ ହେବା ପାଇଁ ଦିଅ ନାହିଁ, ଅସୁବିଧାରେ ପଡିବା ପାଇଁ ଦିଅ ନାହିଁ, ଅଭାବରେ ରହିବା ପାଇଁ ଦିଅ ନାହିଁ ପ୍ରଭୁ। ତୁମେ ସୁରକ୍ଷା ଦେଇ ପ୍ରଭୁ ତୁମରି ଲୋକମାନଙ୍କୁ କଢାଇ ନିଅ। ଏବଂ ପ୍ରଭୁ, ଯେଉଁମାନେ ପ୍ରଭୁ ବିଭିନ୍ନ ପ୍ରକାର ପରିସ୍ଥିତି ଦେଇ ଯାଉଅଛନ୍ତି ଏ ବର୍ଷା ଝଡିରେ, ସେମାନଙ୍କୁ ମଧ୍ୟ ତୁମେ ଉଦ୍ଧାର କର। ଆଜି ଯାଇ ଯେଉଁମାନେ ତୁମକୁ ଜାଣି ନାହାନ୍ତି ପ୍ରଭୁ, ଦୟାକରି ସେମାନଙ୍କର ଜୀବନକୁ ପରିବର୍ତ୍ତନ କର, ତାକି ଏ ବର୍ଷା ଏ ବନ୍ୟା ବାତ୍ୟାରେ ସେମାନଙ୍କର ଜୀବନ ପ୍ରଭୁ ନଷ୍ଟ ହୋଇ ପ୍ରଭୁ ନର୍କଗାମୀ ନ ହଉ ବୋଲି ନିବେଦନ କରୁଅଛି ପିତା। ପ୍ରିୟ ପ୍ରଭୁ, ପ୍ରାର୍ଥନା କରୁଅଛି ପ୍ରଭୁ, ଭାରତର ବିଭିନ୍ନ କୋଣେ କୋଣେ ପ୍ରଭୁ, ବିଭିନ୍ନ ସ୍ଥାନ ମଧ୍ୟରେ ପ୍ରଭୁ ତୁମରି ଲୋକମାନେ ପ୍ରଭୁ ତୁମରି ସେବା କାର୍ଯ୍ୟ କରୁଅଛନ୍ତି ବାପା। ଦୟାକରି ତୁମରି ଲୋକମାନଙ୍କୁ ପ୍ରଭୁ ତୁମେ ଆଶୀର୍ବାଦ କର, ସୁରକ୍ଷାର ଢାଲ ଦେଇ ପ୍ରଭୁ ତୁମେ ରଖ। କାରଣ ଏ ଭୟଙ୍କର ଦିନ ମଧ୍ୟରେ ପ୍ରଭୁ ସେମାନଙ୍କୁ ଅନେକ ନିର୍ଯାତନା ଦିଆଯାଉଅଛି, ଅନେକ ଦୁଃଖ ତାଡ଼ନା କଷ୍ଟ ଦିଆଯାଉଅଛି ବାପା। ତୁମେ ଦୟାକରି ସେମାନଙ୍କର ସହବର୍ତ୍ତୀ ହୁଅ, ସେମାନଙ୍କର ରହିବା ସ୍ଥାନକୁ ତୁମେ ସୂଚି ପବିତ୍ର କର, ସେମାନଙ୍କର ପରିବେଶକୁ ପ୍ରଭୁ ଯୀଶୁ ତୁମରି ରକ୍ତର ବାଡ଼ ଦେଇ ପ୍ରଭୁ ବାନ୍ଧି ରଖ, ତାହାକି ଶତ୍ରୁ ଶୈତାନ ସେମାନଙ୍କର କତିକି ନ ଯାଉ, ସେମାନଙ୍କୁ ଆଘାତ ନ କରୁ। ତୁମେ ଦୟା କର, ତୁମରି ଲୋକମାନଙ୍କୁ ତୁମେ ସୁରକ୍ଷାର ଢାଲ ଦେଇ ତୁମେ ରଖ ବୋଲି ପ୍ରାର୍ଥନା କରୁଅଛି ପ୍ରଭୁ। ଆଉ ପ୍ରଭୁ, ତୁମରି ଲୋକମାନେ ଯୋଉ ସୁସମାଚାର କାର୍ଯ୍ୟ ପ୍ରଭୁ ସେମାନେ କରୁଅଛନ୍ତି, ଦୟାକରି ପ୍ରଭୁ ଯେଉଁମାନେ ଶୁଣୁଛନ୍ତି ସେମାନଙ୍କର କର୍ଣ୍ଣକୁ ପ୍ରଭୁ ତୁମେ ଉନ୍ମୁକ୍ତ କର, ସେମାନଙ୍କର ପ୍ରଭୁ କଠିନ ହୃଦୟକୁ ତୁମେ ଭାଙ୍ଗି ଦିଅ ପ୍ରଭୁ। ଆଉ ତୁମରି ଲୋକମାନଙ୍କୁ ମୁଖ ଦେଇ ତୁମରି ସୁସମାଚାର ପ୍ରଭୁ ତୁମେ ପ୍ରକାଶ କର ପ୍ରଭୁ, ସେମାନେ ଶୁଣି ପ୍ରଭୁ ମନ ପରିବର୍ତ୍ତନ ହୁଅନ୍ତୁ ବୋଲି ପ୍ରାର୍ଥନା କରୁଅଛି। ଯେଉଁମାନେ ତାଡ଼ନା କରୁଅଛନ୍ତି ତୁମରି ଲୋକମାନଙ୍କୁ, ସେମାନଙ୍କ ପାଇଁ ମଧ୍ୟ ମୁଁ ପ୍ରାର୍ଥନା କରୁଛି ପ୍ରଭୁ, ସେମାନଙ୍କୁ ପରିବର୍ତ୍ତନର ଜୀବନ ଦିଅ ପ୍ରଭୁ, ତୁମେ ଦୟା କର। ଏବଂ ପ୍ରଭୁ, ଆଉ ତୁମରି ଦାସ ଦାସୀ ମାନଙ୍କର ସନ୍ତାନ ସନ୍ତତି ମାନଙ୍କୁ ମଧ୍ୟ ତୁମେ ଆଶୀର୍ବାଦ କର ପ୍ରଭୁ। ଅନେକ ଜାଗାରେ ପ୍ରଭୁ ଚର୍ଚ୍ଚ ବନ୍ଦ କରାଯାଉଅଛି,
ଅନେକ ଜାଗାରେ ପ୍ରଭୁ ଚର୍ଚ୍ଚ ମାନଙ୍କୁ ପ୍ରଭୁ ତୋଡ ଫୋଡ କରାଯାଉଅଛି। ଅନେକ ଜାଗାରେ ପ୍ରଭୁ ତୁମରି ଲୋକମାନଙ୍କୁ ଜେଲରେ ରଖାଯାଇଅଛି। ଅନେକ ଜାଗାରେ ପ୍ରଭୁ ତୁମରି ଲୋକମାନଙ୍କୁ ପ୍ରଭୁ ମାରୁଛନ୍ତି। ଅନେକ ଜାଗାରେ ପ୍ରଭୁ ତୁମରି ପବିତ୍ର ବାଇବଲକୁ ପ୍ରଭୁ ପୋଡ଼ି ଜାଳି ଦେଉଛନ୍ତି। ପ୍ରଭୁ ତୁମେ ଦୟାକରି ଏଇ ସମସ୍ତ ଦୁର୍ଦିନରୁ ପ୍ରଭୁ ତୁମେ ଉଦ୍ଧାର କର ତୁମରି ଲୋକମାନଙ୍କୁ, ଏବଂ ଯେଉଁମାନେ ତାଡ଼ନା କରୁଅଛନ୍ତି ସେମାନଙ୍କୁ ମଧ୍ୟ ପରିବର୍ତ୍ତନ କର ବୋଲି ପ୍ରାର୍ଥନା କରୁଅଛି ପିତା। हे ପିତା, ଏଇ ସମୟରେ ପ୍ରାର୍ଥନା କରୁଅଛି ଆଉ ବିନ୍ଦୁବାସିନୀ ଦିଦି ଆଉ ସେ ଗାଁକୁ ଯିବେ ପ୍ରଭୁ। ତାଙ୍କର ଯାତ୍ରା ପଥରେ ତୁମେ ସହବର୍ତ୍ତୀ ହୁଅ ପ୍ରଭୁ। ରାସ୍ତା ଘାଟର ସମସ୍ତ ପ୍ରଭୁ ବିପଦ ଆପଦ ଦୁର୍ଘଟଣାରୁ ସମସ୍ତ ବିଷୟରୁ ତୁମେ ତାଙ୍କୁ ରକ୍ଷା କର ପ୍ରଭୁ, ଏବଂ ସଠିକ ସମୟରେ ସଠିକ ଜାଗାରେ ବାହାରି ସଠିକ ସ୍ଥାନରେ ପହଞ୍ଚିବା ପର୍ଯ୍ୟନ୍ତ ତୁମେ ପିତା ପରମେଶ୍ୱର ହେଇ ରୁହ, ଏବଂ ତାଙ୍କର ଶରୀରକୁ ମଧ୍ୟ ସୁସ୍ଥ ସ୍ୱାସ୍ଥ୍ୟ ରଖ। ପ୍ରାର୍ଥନା କରୁଅଛି ପିତା। ଯୋଉ ଭଉଣୀ ପ୍ରଭୁ ଆଉ ଅତି ସୁନ୍ଦର ସାକ୍ଷ୍ୟ ପ୍ରଭୁ ଦେଲେ ଏବଂ ଆମମାନଙ୍କୁ ମଧ୍ୟ ଶିକ୍ଷା ଦେଲେ ପ୍ରଭୁ। ହଁ ପ୍ରଭୁ, ଆମେ ଗ୍ୟାସ୍ ଲଗେଇବା ସମୟରେ ଅନେକ ସମୟରେ ପ୍ରଭୁ ଆମମାନେ ଭୁଲି ଯାଇଥାଉ, ଅନେକ ମିଷ୍ଟେକ୍ ହେଇଯାଇଥାଏ, କିନ୍ତୁ ହଠାତ୍ ସମୟରେ ପ୍ରଭୁ ତୁମେ ଆମକୁ ସୁରକ୍ଷା ଦେଇ ରଖୁଅଛ, ସେଥିପାଇଁ ଆମେ ଧନ୍ୟବାଦ ଦଉଛୁ। ଆଉ ସେ ଭଉଣୀଙ୍କୁ ମଧ୍ୟ ପ୍ରଭୁ ତୁମେ ସୁରକ୍ଷା ଦେଇ ରଖିଲ, ସେଥିପାଇଁ ମଧ୍ୟ ଆମେ ଧନ୍ୟବାଦ ଦଉଛୁ ପିତା। ପ୍ରଭୁ ଆମ ପ୍ରତ୍ୟେକ ମା ମାନଙ୍କୁ ପ୍ରଭୁ ତୁମେ ସୁରକ୍ଷାର କବଜରେ ରଖ। ହଁ ପ୍ରଭୁ ଦିନର 24 ଘଣ୍ଟା ମଧ୍ୟରେ ପ୍ରଭୁ ପ୍ରାୟ ପ୍ରଭୁ ଆମମାନେ ପ୍ରଭୁ ଅଧିକ ଘଣ୍ଟା ପ୍ରଭୁ ଆମମାନେ ସେଇ କିଚେନ ରୁମ ରେ ହିଁ ରହୁ, ସେଇ ଗ୍ୟାସ୍ ତଳେ ହିଁ ଆମମାନଙ୍କର ସମସ୍ତ କାର୍ଯ୍ୟ ହେଇଥାଏ। ପ୍ରଭୁ ଦୟାକରି ଆମମାନଙ୍କର ଜ୍ଞାନ ବୁଦ୍ଧିକୁ ପ୍ରଭୁ ତୁମରି ସାନ୍ନିଧ୍ୟରେ ରଖି ପ୍ରଭୁ ସେଇ ସମସ୍ତ ବିଷୟକୁ କରିବା ସମୟରେ ପ୍ରଭୁ ତୁମେ ଆମ ସହିତ ପ୍ରଭୁ ରୁହ, ତାକି ଆମମାନଙ୍କର ସମସ୍ତ ଅଜାଗ୍ରତରୁ ଆମମାନେ ପ୍ରଭୁ ନିବୃତ୍ତ ହେଇ ଜ୍ଞାତର ସହିତ ସମସ୍ତ କାର୍ଯ୍ୟ କରିବୁ ଏବଂ ବିପଦରୁ ରକ୍ଷା ପାଇବୁ। ଏଥିପାଇଁ ତୁମେ ଆମର ସମସ୍ତଙ୍କର ସହବର୍ତ୍ତୀ ହୁଅ ପ୍ରଭୁ। ଏଇ ସମୟରେ ପ୍ରାର୍ଥନା କରୁଅଛି ପିତା। ହଁ, ତୁମରି ପ୍ରଭୁ ଦାସୀଙ୍କୁ ଯୋଉ ତୁମେ ଆଜି ବାଛିଅଛ ପ୍ରଭୁ, ତାଙ୍କୁ ବହୁଳ ଭାବରେ ତୁମେ ତୁମରି ପବିତ୍ର ଆତ୍ମାରେ ପରିପୂର୍ଣ୍ଣ କରି ପ୍ରଭୁ ତୁମେ ଆଶୀର୍ବାଦ କର, ଏବଂ ତାଙ୍କର ମୁଖ ଦେଇ ପ୍ରଭୁ ତୁମରି ବାକ୍ୟ ଆମମାନଙ୍କୁ ପ୍ରକାଶ କର ପ୍ରଭୁ। ତୁମରି ଦାସଙ୍କୁ ପ୍ରଭୁ ତୁମରି ଆତ୍ମାରେ ପ୍ରଭୁ ପରିପୂର୍ଣ୍ଣ କର, ଧୈର୍ଯ୍ୟ ଏବଂ ସାହସ, ଏବଂ ତୁମେ ସମସ୍ତ ବିଷୟରେ ତୁମେ ଆଶୀର୍ବାଦ କର ବୋଲି ପ୍ରାର୍ଥନା କରୁଅଛି। ଆମେ ଯେତେ ଶ୍ରୋତା ଅଛୁ ଆମ ପ୍ରତ୍ୟେକଙ୍କୁ ମଧ୍ୟ ପ୍ରଭୁ ଶୁଣିବା ପାଇଁ ପ୍ରଭୁ ପ୍ରଭୁ ଉତ୍ତମ କର୍ଣ୍ଣ ପ୍ରଦାନ କର। ଆମମାନଙ୍କ ହୃଦୟକୁ ମଧ୍ୟ ସୂଚି ପବିତ୍ର କର, ତାକି ତୁମରି ବାକ୍ୟ ଆମ ହୃଦୟରେ ସଞ୍ଚୟ କରି ରଖିବୁ। ଆମେ ଯେତେ ଉପସ୍ଥିତ ଅଛୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର। ଯେଉଁମାନେ ଆସି ପାରିନାହାନ୍ତି ପ୍ରତ୍ୟେକଙ୍କୁ ପ୍ରଭୁ ଯୋଡି ହେବାରେ ତୁମେ ସାହାଯ୍ୟ କର। ଏଇ ସମସ୍ତ ପ୍ରାର୍ଥନା ବିନତି ଅନୁରୋଧ ତୁମେ ଶୁଣିଅଛ, ଧନ୍ୟବାଦ ଦେଇ ଯୀଶୁଙ୍କ ନାମରେ ମାଗୁଅଛି ପିତା, ଆମେନ୍। ବହୁତ ବହୁତ ଧନ୍ୟବାଦ ସିଷ୍ଟର। ଆଉ ବୁଝର ସହିତ ସମସ୍ତ ଅନୁରୋଧକୁ ପରମେଶ୍ୱରଙ୍କ ନିକଟରେ ରଖିଛନ୍ତି, ପ୍ରାର୍ଥନା କରିଛନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ମାନେ ବାକ୍ୟ ଶୁଣିବା ପୂର୍ବରୁ ଗୋଟାଏ ଗୀତ ପ୍ରଭୁଙ୍କ ଗୌରବ ନିମନ୍ତେ ମାନେ ବୋଲିବା ଶୁଣିବା। ଏଇ ସମୟ ମଧ୍ୟରେ ମୁଁ ଅନୁରୋଧ କରେ, ନଳିନୀ ସିଷ୍ଟର ଅଛନ୍ତି, ତାଙ୍କୁ ଅନୁରୋଧ କରେ ଆଉ ଗୋଟାଏ ଗୀତ ପ୍ରଭୁଙ୍କ ଗୌରବ ନିମନ୍ତେ ବୋଲିବେ। ପ୍ରେଜ୍ ଦ ଲର୍ଡ ସିଷ୍ଟର, ସୁନ୍ଦର ସୁଯୋଗ ପାଇଁ ଧନ୍ୟବାଦ। ପୁନର୍ବାର ସମସ୍ତଙ୍କୁ ମୋର ନମସ୍କାର। ଆସନ୍ତୁ ଏ ଗୀତ ଗାଇବା ସମୟରେ ନିଜ ନିଜକୁ ଆମେ ଜାଗ୍ରତ କରିବା, ପ୍ରସ୍ତୁତ କରିବା। ବାକ୍ୟ ଶୁଣିବା ପୂର୍ବରୁ ନିଜ ନିଜ ହୃଦୟକୁ ପ୍ରଭୁଙ୍କ ଚରଣ ନିକଟରେ ଦେବା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତୁମ ସମୟ ଜଗତେ କେହି ନାହିଁ, ତୁମ ବିନା ସାହାରା ମୋ ନାହିଁ କେହି। ରହିଥିବି ତୁମ କୋଳେ ପ୍ରିୟ ମୋର, ତୁମେ ଏକା ସବୁ କିଛି ଯୀଶୁ ମୋର। ତୁମ ସମୟ ଜଗତେ କେହି ନାହିଁ, ତୁମ ବିନା ସାହାରା ମୋ ନାହିଁ କେହି। ରହିଥିବି ତୁମ କୋଳେ ପ୍ରିୟ ମୋର, ତୁମେ ଏକା ସବୁ କିଛି ଯୀଶୁ ମୋର।
आराधना तुम आराधना प्रभु जिसु तुम आराधना आराधना तुम आराधना प्रभु जिसु तुम आराधना समर्पुछु निजकु तुमरी हस्ते वाक्य देई धोई दिया प्रभु मते तुमरी इच्छारे मते कढ़ाई निया पवित्र आत्मारे मते भरी दिया समर्पुछु निजकु तुमरी हस्ते वाक्य देई धोई दिया प्रभु मते तुमरी इच्छारे मते कढ़ाई निया पवित्र आत्मारे मते भरी दिया आराधना प्रभु आराधना आराधना यीशु आराधना तुम आराधना प्रभु यीशु तुम आराधना चालुथिबी सदा मु तुमरी पथे साथी होई चालुथा आमरी साथे तुम ठारे रही थाउ आम भरोसा रहिथिबु होई स्थिर सदा चालुथिबु सदा दामे तुमरी पथे साथी होई चालुथा आम साथे तुम ठारे रही थाउ आम भरोसा रहिथिबु होई स्थिर सदा आराधना तुम आराधना प्रभु जिसु तुम आराधना तुम समय जगते केही नाही तुम बिना केही रहिथिबु तुम कोले प्रिय मोर तुमे का सबु किछि जीसु मोर तुमे का सबु किछि जीसु मोर धन्यवाद सिस्टर प्रेज द लॉर्ड बहुत बहुत धन्यवाद सिस्टर अति अर्थपूर्ण गीत जहाँकि आमने प्रस्तुत हेबा निमित्त आपनको प्रभु आशीर्वाद करंतु बहुत बहुत धन्यवाद आमने गीत द्वारा वर्तमान वाक्य सुनिबार समय आजिर वाक्य परिवेषण करिवे प्रभुଙ୍କର प्रिय दासी प्राय समस्ते आमने जानू समस्तଙ୍କର सुपरिचित गत दिन मानकरे प्रभुଙ୍କ वाक्य देई प्रार्थना द्वारा आमମାନଙ୍କୁ उत्साहित କରିଛନ୍ତି उत्तम शिक्षा प्रदान କରିଛନ୍ତି आज मध्य प्रभु मनोनीत କରିଛନ୍ତି तांकरी दासी को और जो दासी की दीर्घ 30 वर्ष बालक आज्ञाकर हाथ को हाथ मिलाई प्रभु सेवा कार्य मंडली मध्य करि आछिछन्ति मंडली प्रत्येक निमंते प्रार्थना रे तोली धरि आछिछ प्रभुଙ୍କର प्रिय दासी को आज आम आह्वान करू प्रभु तांकरी प्रिय दासी को आज मनोनीत करछन्ति तांकरी वाक्य को आम गहन रखा निमंते व्याख्या करने निमंते तेबे एही समय मध्य आज वाक्य परिवेषण करने निमंते मु आह्वान करे शताब्दी सेरंग मंडली पालिकामा मिसेस ज्योत्स्ना राणी पाणी सेरंग
ଆମମାନଙ୍କୁ ବାକ୍ୟ ଦ୍ୱାରା ପଢାଇ ନେବେ। ଏ ସମୟ ହଉଛି ଆପଣଙ୍କର ଆମମାନଙ୍କୁ ବାକ୍ୟ ଦ୍ୱାରା ପଢାଇ। ସମସ୍ତଙ୍କୁ ଜୋମରେ ଜଡିତ ହୋଇଥିବା ମା ଭଉଣୀ ମାନଙ୍କୁ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ନମସ୍କାର ଜଣାଏ। ନମସ୍କାର। ନମସ୍କାର। ଶୁଭା ଯାଉଛି? ହଁ ଭାଉଜ ଶୁଭା ଯାଉଛି, ଶୁଭା ଯାଉଛି। ଏବେ ଆସନ୍ତୁ ପ୍ରଭୁ ମୁଁ ଦିନ ଧୂଳିକୁ ଗତ 2023 ସାଲ ନଭେମ୍ବର 23 ତାରିଖ ମଧ୍ୟରେ ଅତି ସାଂଘାତିକ ଭାବରେ ମୁଁ ଆଉ ସଜ୍ଜାଗତ ହେଲି। ହଠାତ୍ ଛାତି ପେନ୍ ହେଲା, ଆଉ ଗାଁରେ ସଭା ଚାଲିଥିଲା। ତଥାପି ପ୍ରଭୁ ମତେ ଆପଣ ମାନଙ୍କର ପ୍ରାର୍ଥନା, ଯାହା ଦ୍ୱାରା ଆପଣ ମାନେ ମୋ ନିମନ୍ତେ ଦିବାରାତ୍ର ପ୍ରାର୍ଥନା କରି ମୋର ଆତ୍ମାର ମୋର ଜୀବନର ଲାଭ ନିମନ୍ତେ ମତେ ମୋ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିବାରୁ ସମସ୍ତଙ୍କର ପ୍ରାର୍ଥନା ଦ୍ୱାରା ଆଜି ମୁଁ ଆପଣ ମାନଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ପ୍ରଭୁ ମତେ ସୁଯୋଗ ଦେଇଥିବାରୁ ମୁଁ ସଦା ପ୍ରଭୁ ପରମେଶ୍ୱରଙ୍କୁ ମୁଁ ଧନ୍ୟବାଦ ଦିଏ। ମଧ୍ୟ ଆଜି এই ଅନଲାଇନ ମାଧ୍ୟମରେ ମହିଳା ମାନଙ୍କ ଉପାସନାରେ ଯୋଗଦାନ କରିଥିବା ପ୍ରଭୁଙ୍କ ଲୋକମାନଙ୍କୁ ମଧ୍ୟ ମୁଁ ଶୁଭେଚ୍ଛା ଜଣାଏ। ତେବେ ଆଜି ଆସନ୍ତୁ ଏ ଅପରାହ୍ନ ସମୟ ମଧ୍ୟରେ ପ୍ରଭୁ ଆମମାନଙ୍କୁ ତାଙ୍କରି ଧନ୍ୟବାଦ ପ୍ରଶଂସା କରିବା ପାଇଁ ମଧ୍ୟ ତାଙ୍କରି ନାମରେ ଜଡିତ ହେବା ପାଇଁ ଆମମାନଙ୍କୁ ଏକତ୍ର କରି ଏ ସୁନ୍ଦର ସମୟ ଦେଇଛନ୍ତି, ଏଥିପାଇଁ ଧନ୍ୟବାଦ ଦଉ। ମଧ୍ୟ ଆଜି ଆସନ୍ତୁ ଏ ସୁନ୍ଦର ସୁଯୋଗ ମୁଁ ଧୂଳିକୁ ପ୍ରଭୁ ଆପଣ ମାନଙ୍କ ସହିତ ଜଡିତ କରିଥିବାରୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ତେବେ ସମୟକୁ ନଷ୍ଟ ନ କରି ଆସନ୍ତୁ ଆଜି ପ୍ରଭୁଙ୍କ ବାକ୍ୟ କିଛି ଆଲୋଚନା କରିବାକୁ ଯିବା। ତେବେ ଆଜିର ମନୋନୀତ ଶାସ୍ତ୍ରାଂଶ ରହିଛି ଲୁକ 10 ପର୍ବର ତାର 38 ପଦରୁ 42 ପଦ ପର୍ଯ୍ୟନ୍ତ ଜଣେ ଝିଅ ପାଠ କରି ଶୁଣାଇ ଦେବେ। ମା ହେଉ କିମ୍ବା ଝିଅ ହେଉ ଯେକୌଣସି। ସେମାନେ ଯାତ୍ରା କରୁଥିବା ସମୟରେ ସେ ଗୋଟିଏ ଗ୍ରାମରେ ପ୍ରବେଶ କଲେ ଏବଂ ମାର୍ଥା ନାମ୍ନୀ ଜଣେ ସ୍ତ୍ରୀ ଲୋକ ଆପଣା ଗୃହରେ ତାହାଙ୍କର ଆତିଥ୍ୟ କଲେ। ମରିୟମ ନାମ୍ନୀ ତାଙ୍କର ଜଣେ ଭଗ୍ନୀ ଥିଲେ, ସେ ପ୍ରଭୁଙ୍କ ପାଦ ତଳେ ବସି ତାହାଙ୍କ ବାକ୍ୟ ଶୁଣୁଥିଲେ। କିନ୍ତୁ ମାର୍ଥା ପରିଚର୍ଯ୍ୟା ବିଷୟରେ ବହୁତ ବ୍ୟସ୍ତ ହେଉଥିଲେ। ଏଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋର ଭଉଣୀ ଯେ ଏକାକୀ ମୋ ଉପରେ ପରିଚର୍ଯ୍ୟାର ଭାର ପକାଇ ଦେଉଛି, ସେ ଆଡକୁ କଣ ଆପଣଙ୍କର ମନ ନାହିଁ? ତେବେ ମତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କହନ୍ତୁ। କିନ୍ତୁ ପ୍ରଭୁ କହିଲେ, ମାର୍ଥା ମାର୍ଥା, ତୁମେ ବହୁତ ବିଷୟରେ ଚିନ୍ତିତ ଓ ବ୍ୟସ୍ତ ହେଉଅଛ, କିନ୍ତୁ ଅଳ୍ପ କେତୋଟି ବରଂ ଗୋଟିଏ ମାତ୍ର ପ୍ରୟୋଜନ। ମରିୟମ ତ ଉତ୍ତମ ଭାଗ ମନୋନୀତ କରିଅଛି, ଆଉ ତାହା ତାଠାରୁ ହରଣ କରାଯିବ ନାହିଁ। ଆମେନ୍। ପ୍ରଭୁ ଏ ପଠିତ ବାକ୍ୟ ବିଶେଷ କରି ଆଶୀର୍ବାଦ କରନ୍ତୁ। ତେବେ ଏଠାରେ ଆମେ ଦେଖୁଛୁ ମାର୍ଥା ଓ ମରିୟମଙ୍କ ଗୃହରେ ଯୀଶୁ। ତେବେ ଯେତେବେଳେ ମରିୟମ ମାର୍ଥା ଯୀଶୁଙ୍କୁ ଆହ୍ୱାନ କଲେ, ନିମନ୍ତ୍ରଣ କଲେ, ଆଉ ସେତେବେଳେ ଯୀଶୁ ମାର୍ଥା ମରିୟମଙ୍କ ଗୃହରେ ଉପସ୍ଥିତ ହେଲେ। ଆଉ ସେଇ ସମୟ ମଧ୍ୟରେ ଆଉ ମାର୍ଥା ମରିୟମ ଯେତେବେଳେ ପ୍ରଭୁଙ୍କ ପାଦ ତଳେ ବସି ସେ ବାକ୍ୟ ଶୁଣୁଅଛନ୍ତି ଏବଂ ମାର୍ଥା ଯୀଶୁଙ୍କର ପରିଚର୍ଯା କରିବା ପାଇଁ ଏବଂ ଯେପରି ତାଙ୍କୁ ଭଲ ଭାବରେ ପରିଚର୍ଯା କରିବା ନିମନ୍ତେ ସେ ଆଉ ବ୍ୟସ୍ତ ଅଛନ୍ତି। ଆମେ ଏଠାରେ ଦେଖୁଛୁ ଯେ ସେ କିପରି ଭଲ ଭାବରେ ଖାଇବାକୁ ଦେବେ ଆଉ ଭଲ ପରିଚର୍ଯା କରିବେ, ଏହା ସେ ଚିନ୍ତା କରି ଆଉ ବ୍ୟତିବ୍ୟସ୍ତରେ ସେ ଅଛନ୍ତି। ଆଉ ସେଇ ସମୟରେ ଆମେ ଦେଖୁ ଯେ ପ୍ରେରିତ ରୋମିଓ ମଣ୍ଡଳୀ ନିକଟକୁ ଏଇ କଥା ଲେଖନ୍ତି, ତାର 12 ପର୍ବର 13 ପଦରେ ଆଉ ଲେଖାଯାଏ, ସାଧୁ ପାଉଲ କହିଲେ, ଲେଖନ୍ତି, ସାଧୁ ମାନଙ୍କର ଅଭାବ ମୋଚନ କର, ଆତିଥ ସତ୍କାରରେ ବ୍ରତୀ ହୁଅ। ଏଠାରେ ଆମେ
ମାର୍ଥାଙ୍କର ଭଲ ଗୁଣ ଦେଖିବାକୁ ପାରୁଛୁ। ସେ ଯୀଶୁ ଏବଂ ମଣ୍ଡଳୀ ମାନଙ୍କୁ ଯେପରି ଆତିଥ୍ୟ କରିବେ ତାହା ସେ ଚିନ୍ତା କରି ସେ ବ୍ୟତିବ୍ୟସ୍ତ ହଉଛନ୍ତି ସେମାନଙ୍କର ଆଉ ପରିଚର୍ଯା କରିବା ନିମନ୍ତେ। ଯଦି ଆମମାନେ ଜାଗତିକ ଭାବରେ ଯଦି ଦେଖୁ ଆମମାନଙ୍କର ନିମନ୍ତ୍ରିତ ବନ୍ଧୁ ଯଦି ଆମମାନଙ୍କ ଗୃହକୁ ଆସନ୍ତି ଆଉ ସେତେବେଳେ ଆମେ କି ପ୍ରକାର କିମ୍ବା ବନ୍ଧୁ ବାନ୍ଧବ ଆସନ୍ତି ସେଇ ସମୟରେ ଆମେ ଅତି ବ୍ୟସ୍ତ ହେଇଯାଇଥାଉ। କାହିଁକି ନା ଆଉ ଆମେ ମା ମାନେ এই ସମସ୍ତ ବିଷୟ ଭଲ ଭାବରେ ଜାଣନ୍ତି ଯେ ସେମାନଙ୍କୁ କିପରି ଆମେ ଚର୍ଚ୍ଚା କରିବା, କିପରି ସେମାନଙ୍କର ଆଉ ଉତ୍ତମ ଭାବରେ ସେମାନଙ୍କୁ ଚର୍ଚ୍ଚା କରିବା ଆଉ ସେମାନଙ୍କର ବିଷୟ ବୁଝିବା, ଏଥିପାଇଁ ଆମେ ବ୍ୟସ୍ତ ହେଇଯାଇଥାଉ। ସେଇ ପ୍ରକାର ଆଉ ମାର୍ଥା ମଧ୍ୟ ଆଉ ଯୀଶୁ ଏବଂ ତାର ଶିଷ୍ୟମାନଙ୍କର ପରିଚର୍ଚ୍ଚା କରିବା ନିମନ୍ତେ ସେ ଅତି ବ୍ୟସ୍ତରେ ଆଉ କଣ କି ପ୍ରକାର କୋଉଟା କଣ କରିବେ ଏହି ବ୍ୟସ୍ତତା ମଧ୍ୟରେ ଯେହେତୁ ଯୀଶୁ ଆତିଥ୍ୟ ଭାବରେ ମରିୟମ ମାର୍ଥାଙ୍କର ଗୃହ ମଧ୍ୟରେ ଉପସ୍ଥିତ ହୋଇ ଅଛନ୍ତି। ଆଉ ସେଇ ସମୟରେ ଆଉ ଏଠାରେ ଆମେ ଦେଖୁଛୁ ଯେ ମରିୟମ ଆଉ ସେ ଏକାକି ଯେତେବେଳେ ରହି କାର୍ଯ୍ୟ କରୁଅଛନ୍ତି ଆଉ ରୋଷେଇ ବାସ କରୁଅଛନ୍ତି ଆଉ ସେଇ ସମୟରେ ସେ ବ୍ୟସ୍ତ ହେଇଯାଉଛନ୍ତି। ଆଉ ଯୀଶୁଙ୍କ ନିକଟକୁ ଯାଇ ସେ କହୁଛନ୍ତି, ଗୁରୁ ମୋର ଭଉଣୀକୁ ବା ମରିୟମଙ୍କୁ ଆଉ ଟିକେ କୁହନ୍ତୁ, ସେଥିପାଇଁ କଣ ଆପଣଙ୍କର ମନ ନାହିଁ କି, ଚିନ୍ତା ନାହିଁ କି? ଏଇ ପ୍ରକାର ଭାବରେ ଆଉ ମରିୟମଙ୍କୁ ମୋର କାମରେ ସାହାଯ୍ୟ କରିବା ନିମନ୍ତେ କୁହନ୍ତୁ ବୋଲି ଆଉ ଯୀଶୁଙ୍କ ନିକଟରେ ସେ ଆଉ ବିନତି କରୁଅଛନ୍ତି ବା ଅଭିଯୋଗ କରୁଅଛନ୍ତି। ଆମେ ଶୁଣିବାକୁ ପାରୁଛୁ ଯେ ଯେତେବେଳେ ସେ ଆଉ ଏକାକି ମୋ ଉପରେ ସମସ୍ତ ଭାର ଦେଇ ଅଛନ୍ତି ଆଉ ତେଣୁ ମରିୟମଙ୍କୁ କୁହନ୍ତୁ ମୋର ସାହାଯ୍ୟ ନିମନ୍ତେ। କିନ୍ତୁ ଏଠାରେ ଯୀଶୁ ଗୋଟିଏ କଥା କହିଲେ, ଯେତେବେଳେ ଯୀଶୁଙ୍କ ନିକଟରେ ସେ ଅଭିଯୋଗ ଆଣି ପହଞ୍ଚାଇଲେ ସେତେବେଳେ ଯୀଶୁ କହିଲେ, ମାର୍ଥା ମାର୍ଥା ତୁମେ ବହୁତ ବିଷୟରେ ଚିନ୍ତିତ ଓ ବ୍ୟତିବ୍ୟସ୍ତ, ଭଲ କଥା, ତଥାପି ମରିୟମ ଉତ୍ତମ ଭାଗ ମନୋନୀତ କରିଅଛି, ତାହାଠାରୁ ତାହା ହରଣ କରାଯିବ ନାହିଁ। ଆଜି ମରିୟମ ଯେ ଉତ୍ତମ ଭାଗ ମନୋନୀତ କରିଅଛନ୍ତି, ଯୀଶୁଙ୍କ ପାଦ ତଳେ ବସି ଆଉ ଯୀଶୁଙ୍କର ଆଉ ସୁସମାଚାରକୁ ସେ ଶୁଣୁଅଛନ୍ତି, ତାହା ହଉଛି ସର୍ବଶ୍ରେଷ୍ଠ। ତେଣୁ ଯୀଶୁ ଖ୍ରୀଷ୍ଟ କହିଲେ ଯେ ଶାରୀରିକ ଖାଦ୍ୟ ଦ୍ୱିତୀୟ, କିନ୍ତୁ ଆଉ ପ୍ରଥମ ହଉଛି ମୋର ବାକ୍ୟ ଶ୍ରବଣ କରିବା, ମୋର ବାକ୍ୟ ପ୍ରତି ମନୋଯୋଗୀ ହେବା, ତାହା ହଉଛି ପ୍ରଥମ ଖାଦ୍ୟ। ଯୀଶୁ ଏଇ କଥା କହିଲେ। ତେଣୁ ଏଠାରେ ଆମେ ମଧ୍ୟ ଦେଖୁ ଯେ ଗୋଟିଏ ଗୀତ ଅଛି, ମରିୟମ ପରି ମୋ ବସି ଯତ୍ନରେ ପ୍ରଭୁ ଯୀଶୁ ପାଦ ତଳେ ଶୁଣେ ବଚନ, ମରିୟମ ପରି ମୋ ବସି ଯତ୍ନରେ ପ୍ରଭୁ ଯୀଶୁ ପାଦ ତଳେ ଶୁଣେ ବଚନ, ସଞ୍ଚିତ କରିବି ମୋର ଦୟରେ ଅଧ୍ୟୟନ ଅନୁସନ୍ଧାନ ଅନୁଗମନ, ସଞ୍ଚିତ କରିବି ମୋର ଦୟରେ ଅଧ୍ୟୟନ ଅନୁସନ୍ଧାନ ଅନୁଗମନ, ସନ୍ଧ୍ୟା ସକାଳ ମଧ୍ୟାହ୍ନ କାଳରେ ମୋ ଭାବନା କରି ରୋଦନ କରିବେ, ପ୍ରଭୁ ମୋର ରବ ଶୁଣିବେ, ପ୍ରତିଦିନ ପ୍ରଭୁ ମୋର ରବ ଶୁଣିବେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ବାକ୍ୟ ଶୁଣିବା ଏବଂ ଗ୍ରହଣ କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ ରହିଛି। ଯଦି ଆମମାନେ ବାକ୍ୟ ଶୁଣିବା ଆଉ ତାହାକୁ ପାଳନ କରିବା, ଆମମାନଙ୍କ ହୃଦୟ ମଧ୍ୟରେ ରଖିବା, ତା ଆମମାନଙ୍କର କର୍ତ୍ତବ୍ୟ ରହିଛି। ତେଣୁ ମରିୟମ ଯୀଶୁଙ୍କ ପାଦ ତଳେ ବସି ସେ ବାକ୍ୟ ଶୁଣୁଥିଲେ, ମନୋଯୋଗୀ ହେଉଥିଲେ। ପ୍ରେରିତ 16 ପର୍ବର 14-15 ପଦରେ ଆମେ ପଢିଲେ ଜାଣିପାରୁ ଯେ ଜଣେ ଥିଆତିରା ନଗରର ଜଣେ ବ୍ୟବସାୟୀ
ମାକେଦୋନିଆର ଫିଲିପିକୁ ଆସିଥିଲେ। ସେ ହେଉଛନ୍ତି ଲୁଦିଆ। ସେ ଜଣେ ବଡ ବ୍ୟବସାୟୀ ଥିଲେ। ତଥାପି ସେ ମହିଳା ମାନଙ୍କ ସହିତ ବସି ପାଉଲଙ୍କ ପ୍ରଚାର ଶୁଣୁଥିଲେ। ସେ ବ୍ୟବସାୟୀ ଥିଲେ ଆଉ ସେ ଜଣେ ବିଜାତୀୟ ଥିଲେ। ତଥାପି ସେ ଯେତେବେଳେ ସମୁଦ୍ର କୂଳରେ ଗୋଟେ ସମାଜ ଗୃହ ଥିଲା, ସେଠାରେ ପ୍ରତିଦିନ ମା ମାନେ ଉପାସନା କରୁଥିଲେ, ପ୍ରାର୍ଥନା କରୁଥିଲେ। ଆଉ ଏ ଦେଖିଲା ବ୍ୟବସାୟ ମଧ୍ୟରୁ ଆଉ ଲୋକମାନଙ୍କର ଗହଳ ଦେଖି, ମା ମାନଙ୍କର ଗହଳ ଦେଖି, ଯେହେତୁ ସେ ପ୍ରଭୁଙ୍କୁ ଭୟ କରୁଥିଲେ, ସେ ବ୍ୟବସାୟ କରୁଥିଲେ, ସେ ବିଜାତୀୟ ଥିଲେ, ତଥାପି ପ୍ରଭୁଙ୍କ ଭୟ ତା ଜୀବନରେ ଥିଲା। ସେ ଈଶ୍ୱର ଭକ୍ତା ଥିଲା ବୋଲି ଆମେ ବାକ୍ୟରେ ଦେଖିବାକୁ ପାରୁଛୁ। ସେ ସହଭାଗିତା ପ୍ରିୟ ଥିଲେ। ସେ ବିଜାତୀୟ ହେଲେ ମଧ୍ୟ ତା ଜୀବନରେ ଗୋଟେ ମିଳନତା, ଏକତା, ସହଭାଗିତା ରହିଥିବା ହେତୁରୁ ମା ମାନଙ୍କୁ ଦେଖି ଆଉ ସେ ଆନନ୍ଦର ସହିତ ସେମାନଙ୍କ ନିକଟକୁ ଯାଇ ସେମାନଙ୍କ ସହିତ ବସିଲେ। ଆଉ ସେତିକି ବେଳେ ପ୍ରେରିତ ପାଉଲ ଯେତେବେଳେ ଈଶ୍ୱରଙ୍କର ବାକ୍ୟ ପ୍ରଚାର କରୁଅଛନ୍ତି, ଆଉ ସେଇ ସମୟରେ ତାହା ଶୁଣିବା ନିମନ୍ତେ ସେ ମନୋଯୋଗୀ ହେଲେ। ଯେ ଆଉ ଏପରି ମନୋଯୋଗୀ ହେଲେ ଯେ ତାର ବ୍ୟବସାୟକୁ ବନ୍ଦ କରି ସେ ମା ମାନଙ୍କ ସହିତ ପ୍ରଚାରିତ ବାକ୍ୟ ପ୍ରତି ସେ ଶୁଣିବା ନିମନ୍ତେ ଆଗ୍ରହୀତ ହେଲେ ଏବଂ ସେହି ବାକ୍ୟର ରହସ୍ୟ ଜାଣିବା ନିମନ୍ତେ ସେ ଆହୁରି ମନୋଯୋଗୀ ହେଲେ। ସେଇ ସମୟରେ ଅନେକ ମା ମାନେ ଥିଲେ, ତଥାପି ଆଉ ପ୍ରଭୁ ତାଙ୍କ ପ୍ରତି ଦୃଷ୍ଟି ରଖିଲେ। ତାଙ୍କୁ ଦେଖିଲେ ଯେ ସେ ଆଉ ଆମ୍ଭର ବାକ୍ୟ ପ୍ରତି ମନୋଯୋଗୀ ହେଉଅଛନ୍ତି। ଏହା ଯୀଶୁଖ୍ରୀଷ୍ଟ ଜାଣିପାରିଲେ, ଯେହେତୁ ସେ ଅନ୍ତର୍ଯାମୀ ସଦାପ୍ରଭୁ ପରମେଶ୍ୱର ଅଟନ୍ତି। ତେଣୁ ଆଉ ପ୍ରଭୁ ତାଙ୍କ ହୃଦୟ ଦ୍ୱାରକୁ ଫିଟାଇ ଦେଲେ। ଆଉ ଯେପରି ସେ ସ୍ପଷ୍ଟ ଭାବରେ ବୁଝିପାରିବେ, ଜାଣିପାରିବେ ଆଉ ବିଶ୍ୱାସରେ ଆଗକୁ ବଢି ପାରିବେ, ଏଥିପାଇଁ ପ୍ରଭୁ ତାହାଙ୍କର ହୃଦୟ ଦ୍ୱାରକୁ ଫିଟାଇ ଦେଲେ। ଏଠାରେ ଆମେ ଦେଖୁଛୁ ଯେ ସେ ବାକ୍ୟ ଶୁଣି ଆନନ୍ଦିତ ହଉଛନ୍ତି। ଆହୁରି ଆଉ ଗୁରୁତ୍ୱ ଭାବରେ ପ୍ରେରିତ ପାଉଲଙ୍କର ବାକ୍ୟକୁ ଶୁଣିବା ନିମନ୍ତେ ସେ ମନୋଯୋଗୀ ହେଉଛନ୍ତି। ଅନେକ ମା ମାନେ ଥିଲେ, କିନ୍ତୁ ଆମେ ଏଠାରେ ଦେଖୁଛୁ ଲୁଦିଆ ଆଉ ପ୍ରେରିତ ପାଉଲଙ୍କର ବାକ୍ୟ ପ୍ରତି ଆଗ୍ରହୀ ହେଲେ, ମନ ଦେଲେ ଆଉ ସେ ମନୋଯୋଗୀ ଏକ ମନରେ ବସି ଶୁଣିବାକୁ ଚାହିଁଲେ। ଆଉ ଏତେବେଳେ ଆଉ ସେ ଲୁଦିଆ ଯେତେବେଳେ ସେ ଥୁଆତିଆରୁ ଆସିଥିଲେ, ଆଉ ପୁନର୍ବାର ସେଇ ଥୁଆତିଆର ନଗରକୁ ଆଉ ସେହି ଈଶ୍ୱରଙ୍କର ବାକ୍ୟକୁ ସେ ସଂଗ୍ରହ କଲେ, ଶୁଣିଲେ, ନିଜ ହୃଦୟ ମଧ୍ୟରେ ସଞ୍ଚୟ କରି ସେ ବ୍ୟବସାୟ ନ କରି ନିଜର ଗ୍ରାମକୁ, ନିଜର ଦେଶକୁ ସେ ବାହୁଡି ଗଲେ। ଆମେ ବାକ୍ୟରେ ଦେଖିବାକୁ ପାରୁଛୁ। ତେବେ ଏଠାରେ ଆମେ ଦେଖୁଛୁ ଯେ ଗୋଟିଏ ଆଉ ସେ ଯାଇକି କଣ କରୁଛନ୍ତି ନା ସୁସମାଚାର ପ୍ରଚାର କରୁଛନ୍ତି। ଆଉ ସେ ହୁଏତ ଆଉ ତାଙ୍କର ବ୍ୟବସାୟ କ୍ଷେତ୍ରରେ ସେ ବ୍ୟବସାୟ କରି କରି ଅନେକଙ୍କୁ ପ୍ରଭୁଙ୍କର ବାକ୍ୟ ଦଉଛନ୍ତି ଏବଂ ଅନେକ ଯେଉଁମାନେ ପ୍ରଭୁଙ୍କୁ ଜାଣି ନାହାନ୍ତି, ସତ୍ୟ ବିଷୟ ଜ୍ଞାତ ହୋଇନାହାନ୍ତି, ସେମାନଙ୍କ ନିକଟରେ ଆଉ ଯୀଶୁଙ୍କର ଜନ୍ମ ଆଉ ମୃତ୍ୟୁ ଆଉ ପୁନରୁତ୍ଥାନ ସତ୍ୟତା ଯାହାକି ସେ ଶୁଣି ପାରିଥିଲେ ଆଉ ସତ୍ୟ ଈଶ୍ୱରକୁ ସେ ଜ୍ଞାତ ହୋଇ ପାରିଥିଲେ, ସେହି ବାକ୍ୟ ନେଇ ଅନ୍ୟମାନଙ୍କ ନିକଟରେ ସେ ସୁସମାଚାର ପ୍ରଚାର କରୁଛନ୍ତି। ମଧ୍ୟ ଅନେକ ଆତ୍ମା ଆଉ ଅନେକ ତାଙ୍କର ପ୍ରଚାର ମଧ୍ୟରେ ବିଶ୍ୱାସ କରି ଆଉ ପ୍ରଭୁଙ୍କୁ ଗ୍ରହଣ କରୁଅଛନ୍ତି। ମଧ୍ୟ ସେ ମଣ୍ଡଳୀ ଆଉ ସ୍ଥାପନ କରିବାରେ ମଧ୍ୟ ଲାଗିଲେ ବୋଲି ଆମେ ବାକ୍ୟରେ ଦେଖିବାକୁ ପାରୁଛୁ। ତେବେ ଏଠାରେ ଗୋଟିଏ ଗୀତ ଅଛି, ମୁଁ ଗାଇବି। ମୋର ତ ସ୍ୱର ନାହିଁ, ଥଣ୍ଡା କାଶ ସକାଶେ ମୁଁ ବୋଲି ପାରୁନାହିଁ, ତଥାପି କିଛି ଗାଇବି। ଲୁଦିଆ ପରି ମୋ ବସି ନମ୍ର ମନରେ ପାଦ ତଳେ ବସି ତାଙ୍କ ବାକ୍ୟ ଶୁଣିବି। ଲୁଦିଆ ପରି ମୋ ନମ୍ର ମନରେ ପାଦ ତଳେ ବସି ତାଙ୍କ ବାକ୍ୟ ଶୁଣିବି। ଘରେ ଘରେ ଯାଇ ତାଙ୍କ ସମ୍ମୁଖରେ, ଗ୍ରାମରେ ନଗରେ ବାକ୍ୟ ବୁଣିବି।
ଘରେ ଘରେ ଯାଇ ତାଙ୍କ ସମ୍ମୁଖରେ ଗ୍ରାମରେ ନଗରେ ବାକ୍ୟ ବୁଣିବି ସନ୍ଧ୍ୟା ସକାଳ ମଧ୍ୟାହ୍ନ କାଳରେ ମୁଁ ଭାବନା କରି ରୋଦନ କରିବି ପ୍ରଭୁ ମୋର ରବ ଶୁଣିବେ ପ୍ରତିଦିନ ପ୍ରଭୁ ମୋର ରବ ଶୁଣିବେ। ଏଇଟା ହଉନା ତେବେ ଆଜି ସେ ବାକ୍ୟ ନେଇ ସୁସମାଚାର ପ୍ରଚାର କରି ଅନେକ ଆତ୍ମା ଲାଭ କଲେ ମଣ୍ଡଳୀ ସ୍ଥାପନ କଲେ। ତେବେ ସେଥିପାଇଁ କଲୋସିୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲ ଏଇ ବାକ୍ୟ କହନ୍ତି ତାର 3 ପର୍ବର 16 ପଦରେ ଯେ ଖ୍ରୀଷ୍ଟଙ୍କର ବାକ୍ୟ ପ୍ରଚୁର ଭାବେ ତୁମ୍ଭମାନଙ୍କ ଠାରେ ବାସ କରୁ। ଆଜି ଯେଉଁ ବାକ୍ୟ ସେ ଶୁଣିଲେ ପ୍ରଚୁରତାକୁ ନେଇ ସେ ପ୍ରଚୁର ଭାବରେ ସେ ସଂଗ୍ରହ କଲେ ଏବଂ ସେଇ ଥିଅତିରା ନଗରକୁ ଯାଇ ସେ କଣ କଲେ ନା ସୁସମାଚାର ବାଣ୍ଟିଲେ। ଯାହା ସେ ସଂଗ୍ରହ କରିଥିଲେ ତାହା ସେ ଅନ୍ୟମାନଙ୍କ ନିକଟରେ ଯେଉଁମାନେ ଶୁଣି ନାହାନ୍ତି ସେମାନଙ୍କ ନିକଟରେ ସେ ପ୍ରକାଶ କଲେ। ଏଠାରେ ଆମେ ଦେଖୁଛୁ ଯେ ସେଥିପାଇଁ ପ୍ରେରିତ ପାଉଲ କଲୋସିୟ ମଣ୍ଡଳୀ ନିକଟକୁ ଏହି କଥା କହୁଅଛନ୍ତି ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁର ଭାବେ ତୁମ୍ଭମାନଙ୍କ ଠାରେ ବାସ କରୁ। ଆଜି ବାକ୍ୟ ସଂଗ୍ରହ କରି ରଖିବା ପ୍ରିୟ ମାନେ ତାହା ହଉଛି ଗୋଟେ ଭଲ ବିଷୟ ଅଟେ। ତାହା ବାକ୍ୟ ରଖିବା ଦ୍ୱାରା ବାକ୍ୟ କଣ ମାନେ ଆମେ ଯୋହନ ତାର 1 ପର୍ବର 1-2 ପାଠ କଲେ ଜାଣିବାକୁ ପାରୁ ଯେ ଆଦ୍ୟରେ ବାକ୍ୟ ଥିଲେ ବାକ୍ୟ ଈଶ୍ୱରଙ୍କ ସାଙ୍ଗରେ ଥିଲେ ସେହି ବାକ୍ୟ ଈଶ୍ୱର ଥିଲେ। ବାକ୍ୟ ହେଉଛନ୍ତି ଈଶ୍ୱର। ଆଜି ସେହି ବାକ୍ୟ ଯାହାକି ସେ କହିବା ଦ୍ୱାରା ସ୍ଥିତି ହେଲା କହିବା ଦ୍ୱାରା ଆଉ ସବୁ କିଛି ଯାହା କିଛି ତାଙ୍କର ମୁଖ ନିର୍ଗତ ବାକ୍ୟ ଏଠାରେ ଆମେ ଶୁଣିବାକୁ ପାରୁଛୁ। ଆଉ ସେହି ବାକ୍ୟ ଯେଉଁମାନେ ଶୁଣନ୍ତି ସେହି ବାକ୍ୟ ଗ୍ରହଣ କରିବା ଦ୍ୱାରା ଆଉ ସେମାନଙ୍କ ଜୀବନରେ କଣ ହେବାକୁ ହେବ ନା ପ୍ରଚୁର ଭାବରେ ବାସ କରିବାକୁ ହେବ। ବାସ କରିବା ଦ୍ୱାରା କଣ ହୁଏ ନା ଭଲ ମନ୍ଦ ବିଷୟ ସେମାନେ ଜ୍ଞାତ ହୁଅନ୍ତି। ଭଲ ପୁଣି ମନ୍ଦ ବିଷୟ ବାକ୍ୟ ଯଦି ଜୀବନରେ ଧାରଣ କରୁ ପ୍ରଭୁଙ୍କ ବିଷୟ ଶୁଣୁ ବାକ୍ୟ ଗ୍ରହଣ କରୁ ବିଶ୍ୱାସ କରୁ ତାହେଲେ ତା ଆମମାନଙ୍କୁ ସତ୍ୟ ଜ୍ଞାତ ହେବାକୁ ଦେଇଥାଏ। ଯୋହନ 8 ପର୍ବର ତାର 32ରେ ଲେଖାଯାଏ ତୁମ୍ଭେ ମାନେ ସତ୍ୟ ଜ୍ଞାତ ହେବ ଆଉ ସେହି ସତ୍ୟ ତୁମ୍ଭମାନଙ୍କୁ ମୁକ୍ତ କରିବ। ଆଉ ଜଣେ ଯେତେବେଳେ ଅନ୍ଧକାରରେ ବାସ କରେ ଅନ୍ଧକାରର କର୍ମରେ ସେ ଲିପ୍ତ ରୁହେ ସତ୍ୟ ଜାଣି ନଥାଏ ସେ ଅନ୍ଧକାରର କର୍ମରେ ହିଁ ରହିଥାଏ। ଯେତେବେଳେ ସେ ଶୁଣେ ଆଉ ଗ୍ରହଣ କରେ ବିଶ୍ୱାସ କରେ ଆଉ ସେ ପାପରୁ ଆଉ ସେ ଅନ୍ଧକାରରୁ ସେ ମୁକ୍ତ ଲାଭ କରିଥାଏ। ତେଣୁ ମରିୟମଙ୍କ ଜୀବନରେ ସେ ଈଶ୍ୱରଙ୍କ ବାକ୍ୟକୁ ସେ ମନନ କରିଥିଲେ। ସେ ଉତ୍ତମ ଭାଗ ମନୋନୀତ କରିଥିଲେ। ଆମେ ଦେଖିବାକୁ ପାରୁଛୁ ପ୍ରିୟ ମାନେ ଆଉ ବାକ୍ୟ ହଉଛି ଗୋଟିଏ ପଥ ଆମମାନଙ୍କୁ ଦେଖାଇଥାଏ। ତେଣୁ ଭକ୍ତ କହିଲେ ତୁମ୍ଭ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୁଅ ଅଟେ। ଯଦି ଆମେ ଦେଖିବା 119 ପର୍ବର 105 ପଦରେ ଆମେ ଏହି ବାକ୍ୟ ଦେଖିବାକୁ ପାରୁଛୁ ତୁମ୍ଭ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୁଅ ଅଟେ। ଯେତେବେଳେ ଆମେ ଯଦି ଈଶ୍ୱରଙ୍କର ବାକ୍ୟକୁ ମାନୁ ପାଳନ କରୁ ନିଜ ହୃଦୟ ମଧ୍ୟରେ ତାହାକୁ ଧରି ରଖୁ ତାହେଲେ ବାକ୍ୟ ଆମମାନଙ୍କୁ ଗୋଟିଏ ଉତ୍ତମ ପଥରେ ଭଲ ପଥରେ ଆମମାନଙ୍କୁ କଢାଇ ନିଏ। ଯେପରିକି ଆଉ ସେହି ବାକ୍ୟ ଆମମାନଙ୍କୁ କଣ କରେ ଆଲୁଅ ଦେଖାଏ। ଯଦି ଆମେ ଆଲୋକ ଯୀଶୁ ହଉଛନ୍ତି ଆଲୋକ ଯୀଶୁ ହଉଛନ୍ତି ଜ୍ୟୋତି। ଆଜି ଆମେ ସେହି ଜ୍ୟୋତିକୁ ସେହି ଆଲୋକକୁ ଆମେ ବିଶ୍ୱାସ କରିବା ସେହି ବାକ୍ୟକୁ ଆମମାନଙ୍କ ଜୀବନରେ ଧାରଣ କରିବା ତାହେଲେ ଆମେ ସେହି ବାକ୍ୟ ଆମମାନଙ୍କୁ ପଥ ଦେଖାଇବ ଆଲୋକର ପଥରେ ଆମମାନଙ୍କୁ ସେ କଢାଇ ନେବ। ଯଦି ଆମେ କୌଣସି ଅନ୍ଧକାରର ଭୁଲ ପଥରେ ଚାଲି ଯାଉ ତାହେଲେ ସେ ଆମମାନଙ୍କୁ ଆଲୋକକୁ କଢାଇ ଆଣିବ ଆଲୋକର ପଥ ଦେଖାଇବ। ତେଣୁ ଯଦି ଏଠାରେ ଆମେ ଦେଖୁ ସେଥିପାଇଁ ବାକ୍ୟ ହଉଛି ପ୍ରଦୀପ
अंधकार ठारू आउ पृथक करी थाए जणे मनुष्य को आउ अंधकार ठारू पृथक करी थाए आउ पापरु से ताहांकु उद्धार करी थाए पापरु अलगा करी देई थाए वाक्य रे सत्यता अछि वाक्य रे आउ कोन अछि आलोक अछि तेणु एही जगतर अभिलाष ठारू आउ मनुष्य जो पाप रे लिप्त हुअन्ति समान को जेतेबेले से वाक्य सुने पालन करे धारण करे प्रभु को भय करे आउ से जगतर मंदतारू अंधकारु आउ समस्त पापरु आउ से वाक्य तांको से उद्धार करी थाए तथापि आमने देखु जे ए जगतरे अनेक ख्रीष्ट विश्वासी माने हेले मध्य अनेक समय रे आउ से माने खाइबा पीबा विषय रे चिंतित होई आमने देखि थाओ जे आजिर ख्रीष्ट विश्वासी माने कौन खाइबा कौन पीबा कौन पिंदिबा ए बळी भଳି भाबरे समाने घुरी बुलु थांती आदि यीशु को ग्रहण करी मध्य ख्रीष्टଙ୍କ ठारे आ विश्वस्त रे जीवन न काटी समर्पित जीवन न काटी भरोसा युक्त जीवन न काटी समाने आउ एही प्रकार विजातीय मानक परे घुरी बुलु थांती निजर समय को निजर जीवन को समर्पण न करी यीशुଙ୍କ ठारे विश्वास करे स्थिर न थाए से माने घुरी बुलु थांती तेणु आउ माथियो तारो सेथि पाए प्रभु जीशु ख्रीष्ट कहले माथियो 11 पर्वर तार 28 पदरे हे परिश्रांत भारग्रस्त लोक समस्ते मो निकट को आस आउ प्रभु आज आमान को डाकुछंती तांकरी विश्वासी मंडली को डाकुछंती जो माने विश्वास करि अछंती तथापि तांको निकटरू दूर को चली जाउछंती जगतर अभिलाष रे खाइबा पीबा बंचिबा आउ घर द्वार तोलिबा लुगापटा किनिबा विभिन्न प्रकार आउ भाबरे जगतरे भलरे रहिबा एई समस्त विषय रे आउ ईश्वरଙ୍କ ठारू दूर को चली जाउथिबारु यीशु ख्रीष्ट कहउछंती हे परिश्रांत भारग्रस्त मो निकट को आस मु तुमान को विश्राम देबी आउ 33 पदरे आमे देखु से 6 पर्वर माथियो 6 पर्वर 33 पदरे मध्य यीशु कहउछंती किंतु तुम्हे माने प्रथमे ताहांक राज्य और धार्मिकता अन्वेषण कर ताहले ए समस्त विषय जहाँ तुम माने मन रे चिंता करूअछ आवश्यकता बोली भाबुअछ से समस्त विषय दिया जिवो सतरे जदि प्रभुक निकट रे जो माने विश्वास करंती लुदिया जे परिगी तांकरी वाक्य सुनी ग्रहण करी पालन कले एवं सुसमाचार बांटिले आज सही प्रकार भाबरे जो माने तांको निकट को आसंती ताहले से माने आउ खाइबा पीबा पिंदेबा विषय प्रभु आकाशर पक्षी मान को देखाई कहले तांकरी हस्तरे गड़ा मनुष्य मान को देबे नाही कि निश्चित भाबरे देबे तेणु आमानकर धार्मिकता अन्वेषण करबा आवश्यकता रही तेणु लेखा अछि मनुष्य जेते बेले आमे खाद्य पान्य रे आमे अति व्यस्त मध्य रे रही था किंतु यीशु जेते बेले जगत रे थिले आउ से दुबन नेला परे से प्रांतर को 40 दिन नित हेले आउ जेते बेले से उपवास रे रहउछंती से समय मध्य रे आउ से 40 दिन मध्य रे भोकिला हेले आउ से समय रे शैतान पहुंचिले देखिले जे से भोकिला अवस्था रे अछंती आउ यीशुଙ୍କ निकट को गले आउ ताहांको कहउछंती पत्थर नहीं पत्थर रुटी हेबा को आदेश करंतु आउ तुम रुटी हेले खाओ एई प्रकार भाबरे यीशु को एई कथा कहिले किंतु यीशु कहिले लेखा अछि मनुष्य केवल रोटी रे बंचिबो नाही मात्र ईश्वरଙ୍କ मुख निर्गत प्रत्येक वाक्य रे बंचिबो निश्चित भाबरे आज मनुष्य आमने अनेक समय रे आमने खाइबा पीबा मध्य रे आमे व्यस्त रहू किंतु आज एठारे आमने देखुछु जे जो माने ईश्वरଙ୍କ ठारे विश्वास करंती से माने कदापि विचलित अस्थिर होंती नाही आ प्रभु कहिसंती आजिर पड़ी आज पई यथेष्ट से माने जो माने भरोसार सहित ईश्वरଙ୍କ वाक्य को निर्जस्त करंती से माने आई जगत रे जीवन रे बंचिबा मध्य रे स्वर्ग राज्य रे मध्य से माने पहुंचीबे तेणु भक्त लेखिले जे मो जे परे तुम्भ विरोध रे पाप न करे एथिपाए मो आपना हृदय मध्य तुम्भर वाक्य संचय करी रखी अछि आज भक्त बर दाऊद मध्य एई कथा लेखुअछंती गीत 119 पर्वर तार 11 पदरे मो जेपरि तुम्भ विरोध रे पाप न करे एथिपाए मो आपना हृदय मध्य
तुम्भर वाक्य संचय करी रखी अछि एही वाक्य जो वाक्य आमाने आउ ध्यान करिबा चिंता करिबा सुनिबा पाठ करिबा ताहा आमानकर मन मध्यरे रखिबा आवश्यकता आउ आमाने से कहिले जे मुझे परि पाप न करे अन्य मनस्क न हुए जगतर अभिलाषरे न पड़े खाइबा पीबा मध्यरे मु आला अभिलाष तो न हुए तुमर वाक्य प्रति मु जेपरि ध्यान देबी तुमर वाक्य मु सम्मान देबी एहा आउ दाऊद एठारे कहु अछंती जे वाक्य द्वारा मु जेपरि मो हृदय रे रखिबा द्वारा मु मन रे स्थिर करि अछि बोले एठारे कहु अछंती जदि वाक्य अछि आपणक पाखरे ताहले कदापि आउ पाप प्रवेश करि पारिबो नाही निश्चय आपण माने प्रभुंक ठारे सदा सर्वदा लागि अछंती आउ प्रार्थना करू अछंती वाक्य श्रवण करू अछंती तथापि आउ जदि वाक्य अछि ताहले पाप प्रवेश करि पारिबो नाही शयतानर बळ पराजित हेबो तेणु मरियम पाखरे रहिथिबा वाक्य केही हरण करि पारिले नाही तेणु जदि वाक्य अछि तेबे आहमानकु सेई कलसी मंडलीर प्रेरित पाल कहंती कलसी मंडली निकटकु 4 पर्व तार 6 पदरे तुम्भ मानक वाक्य सर्वदा मनर पुणे लवणर स्वाद युक्त हेउ जेपरि काहाकु किपरि उत्तर देबाकु हुए ताहा जानि पार जदि आमन कठारे ईश्वरंकर वाक्य अछि ईश्वरंक भय अछि आउ ताहेले जने विश्वासी आउ सही वाक्य ताहांकु भल मंद बोध दिए जे काहा सहित किपरि कथा वार्ता करिबा कहबो ताहा से ताहांकु शिक्षा दिए के ना वाक्य वाक्य तांकु पथ कडाई निए वाक्य तांकु आउ उत्तम भावरे कथा वार्ता करिबा निमंते शिक्षा दिए काहाकु किपरि उत्तर देबाकु हेबो जेहेतु आमे एठारे जानिबाकु पारुछु जदि वाक्य नाही ताहेले जाकब तार 3 पर्वर 10 पर्वर कम सरे लेखा जाए एक मुखरु अन्य धन्यवाद और अभिशाप निर्गत हुए जहा हृदय रे जे लोक सुने तथापि से पासरी जाए भूली जाए पालन करे नाही आ प्रभु को भय करे नाही ताठारे ईश्वरंक वाक्य नाही ताहेले से आउ जागतिक भावरे प्रार्थना करे धन्यवाद दिए आउ सही मुखरे ही आउ से अभिशाप मध्य दिए तेणु एफिसी मंडली निकट को प्रेरित पाउल लेखिले तार 4 पर्वर 29 पदरे तुम्भ मानक मुखरु कोनोसी कुवाक्य निर्गत नहु आज विश्वास मंडली को एई कथा कहा जाए जे तुम्भ मानक मध्यरु मुखरु कोनोसी आउ कुवाक्य निर्गत नहु तो माने यीशुंक ठारे विश्वास कर ईश्वरंक वाक्य रे विश्वास करी आउ सत्य ज्ञात होई तांकरी अनुगमन करिबा निमंते आज प्रेरित पाउल मध्य एही परामर्श शिक्षा देउछंती तेणु जो मानक जीवन रे प्रभु भय न थाए आत्मिक जीवन न थाए से आउ कुवाक्य तांक जीवन रे निर्गत होई थाए तेणु लूक 6 पर्व तार 15 पदरे लिखा जाए लूक 6 पर्व तार 45 पदरे लिखा जाए उत्तम लोक आपणा हृदय रूप भंडाररू उत्तम पदार्थ बाहर करे जदि जे लोक प्रभु को भय करे उत्तमता ताहा जीवन रे थाए जेहेतु वाक्य ताहांकु शिक्षा दिए उत्तम पथरे चलिबा पाए उत्तम परामर्श उत्तम कथाबार्ता करिबारे ताहांकु से ज्ञात कराए तेणु सही विश्वासी जनक उत्तम भावरे ज्ञानर सहित बुद्धिर सहित कथाबार्ता करे किंतु जो लोकंक हृदय मध्यरे ईश्वरंक वाक्य नाही ईश्वरंक भय नाही ताहा जीवन रे मंद लोक मंद भंडाररू मंद पदार्थ बाहर करे जेहेतु से काहा को भय करे नाही आ ईश्वरंक वाक्य को सम्मान दिए नाही आउ एठारे आमने सुस्पष्ट भावरे देखिबा को पारुछु आउ से मंद भावरे व्यवहारित होई थाए तेणु जदि उत्तम वाक्य नाही तेबे सही मनुष्य पाप को जाबड़ी धरी थाए
अधर्म को जाबड़े रखी थाए तेणु से भाबु थाए मो जने ख्रीष्ट विश्वासी मो प्रार्थना करे मो वाक्य वितरण करे मो गीत गान करे मो प्रार्थना करे मोर प्रार्थना शुणा जाउची बोली किंतु आमे देखुछु गीत 66 तार 18 पदरे लिखा जाइछि जेबे मो मन मध्यरे अधर्म को आदर करे प्रभु मोर प्रार्थना शुणिबे नाही। निश्चित भावरे प्रभु आम मानकर प्रार्थना शुणिबे नाही जदि आम माने लोक देखा भावरे प्रभुंकर भय न थाए आउ प्रभुंकर वाक्य को आम हृदय न रखी जदि आमे प्रार्थना करू उपासना करू ताहेले प्रभु आमर प्रार्थना शुणिबे नाही। प्रिय प्रभुंक लोक माने आज आसंतु सुजोग अछि ईश्वरंक वाक्य रे अवहेलित न होई वाक्य अध्ययन करिबा वाक्यर अनुसंधान करिबा वाक्यर अनुगमन करिबा वाक्य जेपरि कि आज लुदिया मरियम वाक्य शुणी आउ से प्रभुंकर आशीर्वादर कारण हेले मध्य एठारे आमे देखुछु लुदिया जे कि तार व्यवसाय को से आउ रखी प्रभुंकर वाक्य शुणिले आ वाक्य अध्ययन कले वाक्यर निगूढ़ विषय को अनुसंधान कर बुझा तन तन आउ से वाक्य पढ़िले मध्य वाक्य पढ़ी बुझी तार पथरे से अनुगमन कले जद्वारा से सुसमाचार प्रचार कले मंडली स्थापन कले आत्मा लाभ कले। तेणु आज आसंतु आज आमान को ऑनलाइन माध्यम रे प्रभु ए अंतिम काल रे वाक्यर दुर्भिक्ष समय मध्य आउ दुर्भिक्ष समय आसीबा पूर्वरु अपना अपना ठारे वाक्य संचित करी रखिबा आमानकर कर्तव्य रहिछि। प्रभु आमान के एते सुंदर भावरे प्रभु आमे विभिन्न ग्राम रे रहिथिले मध्य विभिन्न राज्य रे रहिथिले मध्य आमान को गोटे परिवार भुक्त करी आज प्रभुंकर वाक्य प्रशंसा गौरव गीत प्रार्थना एवं वाक्य ए समस्त माध्यम रे आमान को गोटे एकभूत करिसंती एथिपाय प्रभु को मो धन्यवाद दिए मध्य प्रभु आम समस्त को ए संकीर्त वाक्य माध्यम रे आउ विशेष करी आशीर्वाद करंतु ए वाक्य द्वारा प्रभु गौरवान्वित होंतु प्रभु आमे जेतेक जो माध्यम रे जड़ित अछु समस्त को प्रभु आशीर्वाद करंतु प्रचारित वाक्य को मध्य प्रभु आशीर्वाद करंतु आमेन। नमस्कार। नमस्कार बहुत बहुत धन्यवाद भाउजन को कालिका मां को बहुत बहुत धन्यवाद जहा कि आमर जीवन रो उद्धार निमंते शारीरिक निमंते तो खाद्य खाऊ किंतु ताहा अल्प समय पाए किंतु जेतेबेले परमेश्वर को वाक्य को आमे ग्रहण करू ता अनंत जीवन पाए अति सुंदर भाबरे वाक्य विषय नहीं आमान को अति सुंदर भाबरे व्याख्या करिसेंती जे मरियम किपरि भाबरे उत्तम भाव को मनोनीत करते वाक्य सुनिबा पुणी लुदिया विषय रे मध्य कहिसेंती वाक्य को किपरि से प्रेम करूथिले जो द्वारा कि मंडली स्थापन करिसेंती प्रभुंकर विषय मध्य अन्य मान को सुसमाचार प्रचार करिसेंती दाऊदंक विषय रे मध्य कहिसेंती कि जहा से वाक्य को वाक्य विषय ने वाक्य जे आमान को संशोधन करे या जे उत्तम मार्ग को निये शिक्षा दे आमान को ज्योति देखाए पथ देखाए अति सुंदर भावरे व्याख्या कले इरा जे मेन करी या को आमे अध्ययन करबा पुनी अनुसंधान करबा पुनी अनुगमन करबा तीन गोटी पॉइंट मध्य लास्ट जे कहले बहुत भल लागला वाक्य को मध्य किपरि भावरे आमे प्रकाश करबा ताहा मध्य आमान को अति सुंदर भावरे शिक्षा दैछंती वाक्य को हृदय मध्य रखिबा अधर्म को मन मध्य रखिबा लास्ट यही शब्द गुड़ाक भी कही वाक्य गुड़ाक भी आम को व्याख्या करे वाक्य किपरि आम माने मन मध्य रखिबा किपरि शिखिबा सुनिबा पालन करिबा ग्रहण करिबा विश्वास करबा ए विषय में आज आम को पालिका मां मान को अति सुंदर भावरे वाक्य विषय नहीं मरियम जो मनोनीत करथिले ताहाको धरि अति सुंदर भावरे आम को शिक्षा देइछंती उपदेश देइछंती आपन को बहुत बहुत धन्यवाद कालिका मां प्रभु एते अनुग्रह करछंती एते बड़ चर्च रो पालिका मां किंतु व्यवहार करके आसुछंती विभिन्न जुग मानकर मध्य प्रभु ए प्रकार अधिक अधिक भाव व्यवहार करथि
ଆମମାନଙ୍କୁ ଉତ୍ତମ ଶିକ୍ଷାରେ କଢେଇ ନେଇଥିବାରୁ ଆପଣଙ୍କୁ ପୁନର୍ବାର ବହୁତ ବହୁତ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ। ବର୍ତ୍ତମାନ ଆମେ ଯେଉଁ ବାକ୍ୟ ମାନେ ଶୁଣିବାକୁ ପାରିଲୁ ଆଉ ଏହା ଆମମାନଙ୍କ ଜୀବନର ସବୁଠାରୁ ବହୁମୂଲ୍ୟ ବିଷୟ, ଯାହାକି ଆମମାନଙ୍କର ଜୀବନକୁ ଉଦ୍ଧାର କରେ। ଏ ଯେତେ ବାକ୍ୟ ଆମେ ଶୁଣିଲୁ ଏହା ମନ ମଧ୍ୟରେ ଆମେ ଆଦର କରୁ, ଗ୍ରହଣ କରୁ, ପାଳନ କରୁ ଏବଂ ପ୍ରଭୁଙ୍କ ଦିଗରେ ଗମନ କରୁ, ତେବେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ପ୍ରଭୁ ଆଜିର ବାକ୍ୟ ପ୍ରତ୍ୟେକଙ୍କୁ ଚାଳିତ କରନ୍ତୁ, ପବିତ୍ର ଆତ୍ମା ଆମମାନଙ୍କୁ ସାହାଯ୍ୟ କରନ୍ତୁ କାର୍ଯ୍ୟକୃତ ହେବାକୁ। ବର୍ତ୍ତମାନ ଶେଷରେ ଆମେ ଶେଷ ପ୍ରାର୍ଥନା କରିବା। ଆମମାନଙ୍କ ଗହଣରେ ଅଛନ୍ତି ଏହି ସମୟ ମଧ୍ୟରେ ମିସେସ ସୁଚିତା ସାଗର ଅଛନ୍ତି। मिसेस सुचिता सागर, प्रेज द लॉर्ड। नमस्कार नमस्कार। विशेष करी प्रार्थना करिवे, प्रभु को धन्यवाद देवे आरंभ शेष पर्यंत प्रभु प्रति कार्य माध्यम गौरव पाइले पुणी दासी मान को आज व्यवहार कर विशेष कर आरंभ शेष पर्यंत उत्तम भाव में प्रभु परिचालित कर तेणुक विशेष कर प्रभु को धन्यवाद प्रार्थना। पुणी आज वाक्य निमंते वाक्य जेपरी आम जिते जन आम शुणा पारिचु आम कार्यकृत हो पारिबा। अन्य लोक मैंने फेसबुक माध्यम शुणा पारे, यूट्यूब माध्यम शुणा पारे, से जेपरी शुणी से प्रभु दिग को आसबे प्रार्थना करेंगे। कालिका माँ को निमंते प्रभु जो दायित्व रखिंट से निमंते परिवार निमंते सेवा कार्य निमंते विशेषकर प्रार्थना करेंगे। पुणी आज वर्शिप रे कढ़ई नहीं आमर एस्टर सिस्टर को निमंते बाइबल अध्ययन करते आम शोभाराणी सिस्टर प्रश्न उत्तर कार्यक्रम को आगे मिसेस सुशीला पुणी केते गुड़े भूणी आज मुखस्त पद कहते पुणी जड़े सिस्टर आमर दीदी टेस्टिमनी जो मैंने आज प्रार्थना रे कढ़ई आनी प्रत्येक निमंते पुणी स्पेशल सॉन्ग गोटे आज थिला नय सिस्टर ए प्रत्येक निमंते आपण प्रार्थना करेंगे। प्रत्येक फैमिली निमंते ए डिवाइस रे जेते गुडे फैमिली अछंती आमे जानुना कि परि अवस्था रे अछंती कि परि परिस्थिति अछंती प्रति विषय प्रभु चरण तल रे रखिबे। समस्त प्रार्थना उत्सर्ग आपण करेंगे। ए समय होची आपण कर प्रभु का मान हमर धन्यवाद हो। आसंतो आम प्रभु जो सुंदर सुजोग देइछंती ए संध्या समय शेष प्रार्थना करिबा। अत्यंत दयालु स्वर्गस्थ पिता तुम से महानामर धन्यवाद करुछु प्रभु। आम मानकर सैन्याधिपति सदा प्रभु वीर गण रे सदा प्रभु बेजी अच्छ से अच्छ साहेब तुम नामर धन्यवाद करुछि, तुम नामर प्रशंसा करुछु प्रभु। पिता गो एते बेले प्रभु आज प्रभु 2 घंटा धरी आमान को तुम चरण तले बसिया पई सुजोग देलो, आशीर्वाद कल, अनुग्रह कल, दया कल। ए सुजोग अनेक हरई थे, अनेक वंचित होइथिबे, किंतु आमान को आशीर्वाद रंगसे हेबारे साहाय्य कल, तुम्हें मनोनीत कल, बाछिल बोली धन्यवाद। आज अपराह्न समय प्रभु आमे उमन फेलोशिप रे ऑनलाइन द्वारा बसु बसु निज निज गृह रे बसु बसु कार्य व्यस्तता व्यक्तिगत जीवन रे अनेक चिंता अनेक समस्या अनेक परिस्थिति दे गति करू करू प्रभु आम जे तुम चरण तल को आसी पारिलु प्रभु तुम्हें डाकिल धन्यवाद दौच प्रभु। आम को खोजिल बोली धन्यवाद दौच। अनेक मध्य आम को तुम मनोनीत कल बोली धन्यवाद दौच प्रभु। हाँ पिता तुम्हें जे कहिल मरियम उत्तम भाग मनोनीत करिछि। हाँ प्रभु तुम चरण तले बसी वाक्य शुणा जे केते बड़ उत्तम विषय, केड़े सुंदर विषय, केड़े मनोहर विषय, वाक्य जीवन पाइबा जे केते बड़ आशीर्वाद विषय प्रभु तुम्हें कहिछ प्रभु। धन्यवाद धन्यवाद नेट माध्यम आज तुम दास जे सुंदर वाक्य दे प्रभु शिक्षा देले तुम्हें आशीर्वाद कल, मुखपात्र हेल, सुंदर कथा कहिल प्रभु। आज अनेक विषय दे से प्रभु शिक्षा देले प्रभु। धन्यवाद प्रभु। ताहमे बाहिक भाव रे सुनिलु पिता आमाने जेपरि हृदय सहित ग्रहण करिबा आउ प्रभु सेथिरे कार्यकारी हेबा, प्रस्तुत हेबा, जागृत हेबा तुम्हें साहाय्य कर। वाक्यर अर्थ मर्म बुझिबारे आमान को आत्मिक भाव रे ज्ञान दियो प्रभु, बुद्धि दियो प्रभु, तुम्हें साहाय्य कर। मोर दासी को आज व्यवहार कल, सहित परमेश्वर हेल,
ସୁନ୍ଦର ଶିକ୍ଷା ଦେଲେ ବୋଲି ଧନ୍ୟବାଦ ଦଉଛି। ପ୍ରଭୁ କେତେ ବଡ ମଣ୍ଡଳୀର ଭାରରେ ସେ ରହିଛନ୍ତି, ଅନେକ ବୋଝ ଅଛି ତାଙ୍କ ଉପରେ ପ୍ରଭୁ, ସେ ଦାୟିତ୍ୱ ସେ ତୁଲାଇ ନଉଛନ୍ତି ଦିନ ପ୍ରତିଦିନ ବର୍ଷ ବର୍ଷ ପ୍ରଭୁ। ତାଙ୍କର ପରମେଶ୍ୱର ତୁମେ ହେଇଛ, ତାଙ୍କ ଜୀବନର ସାକ୍ଷ୍ୟ ଯେ କେତେ ବଡ ମହତ୍ ଅଟେ ପ୍ରଭୁ, ତୁମେ ଆଶୀର୍ବାଦ କରିଛ ତାଙ୍କୁ ପ୍ରଭୁ। ଅସୁସ୍ଥ ଥିଲେ ସୁସ୍ଥତା ତୁମେ ଦେଲ, ଯୀଶୁ ନାମରେ ତାଙ୍କୁ ସୁସ୍ଥତା ଦେଲ। ଆଜି ପୁଣି ସୁନ୍ଦର ସହଭାଗିତାରେ ଆମେ ଅନଲାଇନ ଦ୍ଵାରା ଦେଖା ସାକ୍ଷାତ କରିପାରିଲୁ, ଧନ୍ୟବାଦ। ଏହା ତୁମର ଯୋଜନା, ଏହା ତୁମର ଇଚ୍ଛା, ତୁମେ ନିଜେ ସ୍ଥିରୀକୃତ କରିଥାଅ ମୋ ପରମେଶ୍ୱର। ତୁମେ ଆଶୀର୍ବାଦ କରିଛ ତାଙ୍କ ସେବା କାର୍ଯ୍ୟ ଜୀବନରେ, ତାଙ୍କ ପାରିବାରିକ ଜୀବନରେ, ବ୍ୟକ୍ତିଗତ ଜୀବନରେ, ତୁମେ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କ ସହବର୍ତ୍ତୀ ତୁମେ ହିଁ ଆସୁଛ ବୋଲି ଧନ୍ୟବାଦ ଦଉଛି। ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ। ଏହିପରି ଆଗାମୀ ସମୟରେ ମଧ୍ୟ ତୁମେ ବ୍ୟବହାର କରୁଥାଅ ପ୍ରଭୁ, ତାଙ୍କ ସହବର୍ତ୍ତୀ ପରମେଶ୍ୱର ତୁମେ ହୋଇ ଦୀର୍ଘାୟୁ କର ବୋଲି ଧନ୍ୟବାଦ। ସବୁ ଏତେବେଳେ ଲିଡ୍ କରୁଥିବା ଦାସ ସମସ୍ତରେ ରଖିଲି, ତାଙ୍କୁ ତୁମେ ଆଶୀର୍ବାଦ କରିଛ। ହଁ ପିତା, ଆଉ ଯେଉଁମାନେ ମଧ୍ୟସ୍ଥି ପ୍ରାର୍ଥନା କଲେ ସେମାନଙ୍କର ପରମେଶ୍ୱର ତୁମେ ହେଲ, ପ୍ରାର୍ଥନା ଗ୍ରହଣ ଯୋଗ୍ୟ ହେଲା, ଆଉ ତୁମେ ଉତ୍ତର ଦେଲ ବୋଲି ମୁଁ ବିଶ୍ୱାସ କରୁଛି ପରମେଶ୍ୱର। ମୋ ପ୍ରଭୁ ମୋର ଈଶ୍ୱର, ମୋ ଠାରେ ଆମଙ୍କର ବିଶ୍ୱାସ ଭକ୍ତିର ପ୍ରାର୍ଥନା ନିବେଦନ ଗୁହାରି ଯେ ଆମେ ରଖିବୁ, ଏହା ଆମଙ୍କର ଅଧିକାର ଅଛି ପ୍ରଭୁ, ଆଉ ତୁମେ ଉତ୍ତର ଦେଇଥାଅ ତତ୍କ୍ଷଣାତ୍। ଏଣୁ ଧନ୍ୟବାଦ। ଶାସ୍ତ୍ର ପାଠରେ ତୁମର ଦାସୀଙ୍କୁ ଆଶୀର୍ବାଦ କଲ, ଗୀତ ଆରାଧନାର ଯୋଉ ସନ୍ତାନ ପ୍ରଭୁ କଢେଇ ନେଲେ ଆମମାନଙ୍କୁ ତୁମ ନିକଟବର୍ତ୍ତୀ କଲେ, ତୁମର ପ୍ରାଙ୍ଗଣ ସ୍ଥିତ ଆମେ ହେଲୁ, ତୁମେ ପ୍ରତ୍ୟେକ କ୍ଷେତ୍ରରେ ହସ୍ତ ରଖିଲ, ମୁଖ ରଖିଲ ବୋଲି ଧନ୍ୟବାଦ ଦଉଛି। ହଁ ପ୍ରଭୁ, ସୁନ୍ଦର ପ୍ରଶ୍ନ ଉତ୍ତର ବାଇବେଲର କୁଇଜ ଦେଇଛନ୍ତି ସୁଶୀଳା ଭଉଣୀ, ତାଙ୍କୁ ମଧ୍ୟ ତୁମେ ଆଶୀର୍ବାଦ କରିଛ। ଦୂର ଦେଶରେ ଥାଇ ମଧ୍ୟ ଆମ ପ୍ରତି ସେ ପ୍ରତି ସମୟ ପ୍ରତି ସପ୍ତାହ ପ୍ରଭୁ ଏଇ ଦିନ ମାନଙ୍କରେ ସେ ଚିନ୍ତାଗ୍ରସ୍ତ ଥାନ୍ତି, ଆଉ ଆମ ପ୍ରତି ପ୍ରଭୁ ସୁନ୍ଦର ଭାବରେ ଯୋଉ କାର୍ଯ୍ୟକ୍ରମ କରନ୍ତି, ଧନ୍ୟବାଦ ଦଉଛି। ତାଙ୍କୁ ତୁମେ ଆଶୀର୍ବାଦ କର, ତାଙ୍କ ସେବା କାର୍ଯ୍ୟରେ ମଧ୍ୟ ତୁମେ ଆଶୀର୍ବାଦ କର। ସହବର୍ତ୍ତୀ ପରମେଶ୍ୱର ତୁମେ ହୁଅ, ସହବର୍ତ୍ତୀ ପରମେଶ୍ୱର ତୁମେ ହୁଅ। ଦୂରରେ ଥିଲେ ମଧ୍ୟ ଆମେ ନେଟ୍ ମାଧ୍ୟମରେ ତାଙ୍କୁ ଦେଖି ପାରୁଛୁ। ତାଙ୍କର ଏଇ ବାଇବେଲ ବିଷୟରେ ପ୍ରଭୁ ଯୋଉ ବ୍ୟଗ୍ରତା ରହିଛି, ହଁ ପ୍ରଭୁ ଯୋଉ ପ୍ରେମ ରହିଛି ଆମମାନଙ୍କ ପ୍ରତି, ତୁମେ ସାହାଯ୍ୟ କରୁଛ ଦିନ। ଧନ୍ୟବାଦ ଦଉଛି ପ୍ରଭୁ। ପିତା, ଯେଉଁମାନେ ହସ୍ତପଦ କହିଛନ୍ତି ସେମାନଙ୍କର ପରମେଶ୍ୱର ତୁମେ ହେଇଛ, ଆଉ ସେ ଗୌରବ ସେ ପ୍ରଶଂସା ତୁମେ ନିଜେ ନେଇଛ ବୋଲି ମୁଁ ଧନ୍ୟବାଦ ଦଉଛି। ପୁଣି ପ୍ରଭୁ ଯୋଉ ଭଉଣୀ ସାକ୍ଷ୍ୟ ଦେଲେ ସୁନ୍ଦର ଭାବରେ, ହଁ ପିତା ବିପଦ ଥିଲେ ତାଙ୍କୁ ତୁମେ ରକ୍ଷା କଲ ଆଉ ବଞ୍ଚାଇଲ ପ୍ରଭୁ। ଏହିପରି ହଠାତ୍ ପ୍ରଭୁ ଯୋଉ ଶତ୍ରୁ ଶୈତାନର ପରୀକ୍ଷା ଆସିଥାଏ, ବିପଦର ସମ୍ମୁଖ ହେଇଥାଉ ପ୍ରଭୁ, କିନ୍ତୁ ତୁମେ ଆମଙ୍କର ପରମେଶ୍ୱର ଦୂତମାନଙ୍କ ଦ୍ଵାରା ଆମକୁ ପ୍ରଭୁ ତୁମେ ରକ୍ଷା କରିଥାଅ। ଆମେ ଦେଖି ନ ପାରିଥାଉ, ଜାଣି ନ ପାରିଥାଉ ପ୍ରଭୁ, ତୁମେ ଆମଙ୍କର ପରମେଶ୍ୱର, ସହବର୍ତ୍ତୀ ପରମେଶ୍ୱର, ସଦା ସର୍ବଦା ଆମଙ୍କ ସହିତ ତୁମେ ରହିଛ। ଆମେ ବାହାରି ଯିବା ଭିତରେ ଆସିବା, ଆମଙ୍କର ପରମେଶ୍ୱର ତୁମେ ହଉଛ। ଦକ୍ଷିଣ ପାର୍ଶ୍ୱର ଛାୟା ତୁମେ ହିଁ ଆଶୀର୍ବାଦ କରୁଛ, ରକ୍ଷା କରୁଛ। ଏଣୁ ଧନ୍ୟବାଦ ଦଉଛି। ସେ ଦାସୀଙ୍କୁ ମଧ୍ୟ, ପ୍ରଧାନ ସିଷ୍ଟରକୁ ମଧ୍ୟ ତୁମେ ସେଦିନ ବଞ୍ଚାଇଲ, ତାଙ୍କର ପରିବାରକୁ ବଞ୍ଚାଇଲ ପ୍ରଭୁ, ବିପଦରୁ ରକ୍ଷା ପାଇଲେ, ଆଉ ଯେ ସୁନ୍ଦର ସାକ୍ଷ୍ୟ ଦେଲେ, ସାକ୍ଷ୍ୟ ତୁମେ ଗୌରବ ପାଇଲ, ମହିମା ପାଇଲ ପରମେଶ୍ୱର। ଏହିପରି ଆମମାନଙ୍କ ଜୀବନରେ ପ୍ରତି ମୁହୂର୍ତ୍ତରେ ସତର୍କତାର ବିଷୟ ସବୁ ଦିଅ। ସତର୍କତାର ଜୀବନ ଆମେ ଯେପରି ଜାଣିବୁ, ଯାଅ ପ୍ରଭୁ, ଆଉ ଜାଗ୍ରତ ହବୁ, ପାରିବାରିକ ସମସ୍ୟା ମଧ୍ୟରେ ମଧ୍ୟ ରକ୍ଷା ପାଇବୁ। ତୁମେ ଉଦ୍ଧାର କର, ତୁମେ ଉଦ୍ଧାର କର। ହଁ ପ୍ରଭୁ, ପ୍ରତ୍ୟେକ କ୍ଷେତ୍ରରେ ଆମକୁ ଜ୍ଞାନ ଦିଅ, ବୁଦ୍ଧି ଦିଅ ପ୍ରଭୁ। ହଁ ପିତା, ଆମେ କିଛି ନହୁ ରାଜା, ଅଯୋଗ୍ୟ ଅକ୍ଷମ ପ୍ରଭୁ, ମୁଢା ଅଟୁ ପ୍ରଭୁ। ପ୍ରତ୍ୟେକ ନାରୀ ମାନଙ୍କୁ ତୁମେ ଆଶୀର୍ବାଦ କରିଛ। ବାଇବେଲରେ ଯେତେ ନାରୀ ଅଛନ୍ତି ପ୍ରତ୍ୟେକଙ୍କର ଯେ ସୁନ୍ଦର ସୁନ୍ଦର ସାକ୍ଷ୍ୟ, ଆଜି ପ୍ରଭୁ ଆମମାନଙ୍କ ଜୀବନରେ ସେ ସାକ୍ଷ୍ୟ ଆସୁ, ଆମମାନଙ୍କ ଜୀବନରେ ପ୍ରଭୁ ସେଇ ସବୁ କାର୍ଯ୍ୟ ହଉ। ହଁ ପିତା, ଅନେକ ପ୍ରଭୁ ଭାବବାଦିନୀ ଥିଲେ, ଅନେକ ପ୍ରଭୁ ପ୍ରାର୍ଥନାରତା ଥିଲେ, ଅନେକ ପ୍ରଭୁ ବିଶ୍ୱାସରେ ଅତି ଦୃଢତା ଥିଲେ, ଆଜି ଆମମାନଙ୍କ ମଧ୍ୟରେ ସେଇ ସବୁ କାର୍ଯ୍ୟ ଦେଖାଯାଉ, ସେଇ ସବୁ ସଫଳ ହଉ ପ୍ରଭୁ। ଏଇ ଦିନ ମାନଙ୍କରେ ପ୍ରଭୁ ଆମେ ଯେପରି ପ୍ରସ୍ତୁତ ହବୁ, ଆମେ ଯେପରି ବିଜୟତା ପାଇବୁ, ଆମେ ଏକ ପ୍ରଭୁ ଉତ୍ତମ ସାକ୍ଷ୍ୟ ସ୍ୱରୂପ ନାରୀ ହେବୁ, ତୁମେ ସାହାଯ୍ୟ କର, ବଳିଷ୍ଠ କର ଆମମାନଙ୍କ ଜୀବନକୁ। ହଁ ପ୍ରଭୁ, ଆତ୍ମିକ ଅସ୍ତ୍ରଶସ୍ତ୍ର ଆମମାନଙ୍କୁ ସଜ୍ଜିତା କର, ଆଉ ତୁମେ ଦୃଢତା ଦିଅ, ପରୀକ୍ଷାର ସମ୍ମୁଖୀନରୁ ରକ୍ଷା ପାଇବାରେ ସାହାଯ୍ୟ କର। ତୁମେ ଆମକୁ ସମସ୍ତ କାର୍ଯ୍ୟରେ ତୁମେ ପ୍ରଭୁ ଗୌରବ ପାଅ, ତୁମେ ମହିମା ପାଅ, ତୁମେ ମହିମା ପାଅ।
କେତେବେଳେ ପ୍ରାର୍ଥନା କରୁଛି ପ୍ରଭୁ ଆଉ ଅନ୍ୟାନ୍ୟ ସବୁ କାର୍ଯ୍ୟକ୍ରମ ଥିଲା ଆଉ ଅନ୍ୟାନ୍ୟ ବିଷୟ ଥିଲା ପ୍ରଭୁ ହଁ ପିତା ଜେନେସିଷ୍ଟକୁ ତୁମ ହସ୍ତରେ ଦଉଛି ତୁ ସୁନ୍ଦର ଗୀତ ଗାନ କରି ତୁମର ଗୌରବ କଲେ ତୁମର ମହିମା କଲେ ପ୍ରଭୁ ଆମେ ପ୍ରତ୍ୟେକ ସେ ଗୀତର ଅର୍ଥ ମର୍ମ ବୁଝିଲୁ ଧନ୍ୟ ପ୍ରଭୁ ତାଙ୍କୁ ତୁମେ ଆଶୀର୍ବାଦ କରିଛ ଅନୁଗ୍ରହ କରି ଏଇପରି ସମୟ ତାଙ୍କୁ ବ୍ୟବହାର କରୁଛ ମଧ୍ୟ ବୋଲି ଧନ୍ୟବାଦ ଦଉଛି ପ୍ରତ୍ୟେକ କ୍ଷେତ୍ରରେ ଆମେ ପ୍ରତ୍ୟେକଙ୍କୁ ତୁମେ ସାହାଯ୍ୟ କରି ଆସୁଛ ପୁଣି ଆଜିର ଡିଭାଇସରେ ଯେତେ ଅଛୁ ଆଜିର ମିଟିଂରେ ଯେତେ ଅଛୁ ଉପସ୍ଥିତ ଅଛୁ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର ସମସ୍ତଙ୍କର ଯତ୍ନ ତତ୍ତ୍ୱ ତୁମେ ନଉଛ ଉତ୍ତମ ସ୍ୱାସ୍ଥ୍ୟ ଦେଇଛ ଏଇ ଦିନ ମାନଙ୍କରେ ପ୍ରଭୁ ତୁମେ ଆଶୀର୍ବାଦ କରି ପ୍ରଭୁ ଆମକୁ ରକ୍ଷା କରି ତୁମ ଚରଣ ତଳକୁ ଆସି ଏ ସୁନ୍ଦର ସହଭାଗିତା ଆମକୁ ଦେଲ ବୋଲି ଧନ୍ୟବାଦ ଦଉଛି ପ୍ରଭୁ ତୁମେ ପ୍ରଶଂସା ପାଅ ତୁମେ ଗୌରବ ପାଅ ତୁମେ ମହିମା ପାଅ ପ୍ରଭୁ ଯେତେ ଆମଙ୍କ ଜୀବନରେ ସମସ୍ୟା ଥାଉ ଯେତେ ଚିନ୍ତା ଥାଉ ଯେତେ ଦୁଃଖ ଥାଉ ଯେତେ ଦୁର୍ବଳ ଥାଉ ପ୍ରଭୁ ପରୀକ୍ଷା ଆସିଲେ ମଧ୍ୟ ଆମେ ପ୍ରଭୁ ଏ ସମୟକୁ ଧାର୍ଯ୍ୟ କରି ପ୍ରଭୁ ତୁମ ନିକଟବର୍ତ୍ତୀ ହେଇପାରୁଥିବୁ ଆଉ ତୁମଠାରେ ତୁମ ସନ୍ତାନ ତୁମ ଦାସୀ ମାନଙ୍କ ସହିତ ଏଇ ସହଭାଗିତାରେ ଆସିପାରୁଥିବୁ ଆଉ ତୁମର ଆଶୀର୍ବାଦର ଅଂଶୀ ହେଇପାରୁଥିବୁ ଏହିପରି ଆମକୁ ସାହାଯ୍ୟ କରୁଥାଉ ଏହିପରି ସାହାଯ୍ୟ ଆସୁ ଏହିପରି ଅନୁଗ୍ରହ ଆସୁ ଏହିପରି ଆଶୀର୍ବାଦ ଆମଙ୍କ ଜୀବନରେ ଶାନ୍ତିଯୁକ୍ତ ଆଶୀର୍ବାଦ ତୁମେ ଦେଉଥାଉ ବୋଲି ଧନ୍ୟବାଦ ଦଉଛି ପ୍ରିୟ ପ୍ରଭୁ ଆଜି ଯେତିକି ଆସିଛୁ ପୁଣି ଯେତିକି ଅନୁପସ୍ଥିତ ହଁ ସମସ୍ତଙ୍କର କାର୍ଯ୍ୟ ବ୍ୟସ୍ତ ଥିବ ଚିନ୍ତାରେ ଥିବେ କିନ୍ତୁ ପ୍ରଭୁ ଆଗାମୀ ସମୟରେ ଯେପରି ପ୍ରତ୍ୟେକ ଉପସ୍ଥିତ ହେବେ ତୁମେ ସାହାଯ୍ୟ କର ହଁ ପ୍ରଭୁ ଓମେନ୍ ଫେଲୋସିପର କର୍ତ୍ତୃପକ୍ଷକୁ ମୁଁ ତୁମ ହସ୍ତରେ ଦଉଛି ପ୍ରଯୋଜକଙ୍କୁ ତୁମ ହସ୍ତରେ ଦଉଛି ପ୍ରତ୍ୟେକ ବିଷୟ ସେ ଦାୟିତ୍ୱ ସହିତ ତୁଲାଉଛନ୍ତି ପ୍ରତ୍ୟେକ ବୁଧବାର ତେଣୁ ତାଙ୍କୁ ତୁମେ ଉତ୍ସର୍ଗିତର ଜୀବନ ଦେଇଛ ବୋଲି ଆଶୀର୍ବାଦ କର ଅନୁଗ୍ରହ କର ତାଙ୍କ ପ୍ରତି ମୁଁ ଧନ୍ୟବାଦ ଦଉଛି ରାଜା ଏହିପରି ଆହୁରି ମୋ ନିମନ୍ତେ ତୁମର ସେବା କାର୍ଯ୍ୟ ଅନଲାଇନ ଦ୍ଵାରା ବିସ୍ତାରିତ କରିପାରୁଥିବେ ସେହିପରି ତାଙ୍କ ସହବାକୁ ପରମେଶ୍ୱର କୁଶଳତା ପ୍ରଦାନ କର ହଁ ପ୍ରଭୁ ଆଉ କୌଣସି ବିଷୟ ଯଦି ମୁଁ ଭୁଲି ଯାଇଛି ରାଜା ତୁମେ କ୍ଷମା କର ପ୍ରତ୍ୟେକ ବିଷୟରେ ତୁମେ ହସ୍ତ ରଖିଛ ତୁମ ଦୃଷ୍ଟି ଅଛି ନିଜେ ପବିତ୍ର ଆତ୍ମା ପରିଚାଳନା କରି ଆସୁଛନ୍ତି ଧନ୍ୟବାଦ ଦଉଛି ସମସ୍ତ ପ୍ରାର୍ଥନା ସମସ୍ତେ ଆମେ ଯେତେକ ଉପସ୍ଥିତ ଅଛୁ ପ୍ରତ୍ୟେକଙ୍କୁ ତୁମ ଚରଣ ତଳକୁ ଆଣି ଗୌରବ ପ୍ରଶଂସା ତୁମକୁ ଦେଇ ପ୍ରାର୍ଥନାର ଉତ୍ତର ତୁମେ ଦେଲ ବୋଲି ଧନ୍ୟବାଦ ଦେଇ ଯୀଶୁଙ୍କ ନାମରେ ଏ ଛୋଟ ନିବେଦନ କଲି ପିତା ଆମେନ୍ ବହୁତ ବହୁତ ଧନ୍ୟବାଦ ଅଶେଷ ପ୍ରାର୍ଥନାରେ ପ୍ରଭୁଙ୍କୁ ଧନ୍ୟବାଦ ଦେଇଛନ୍ତି ପୁଣି ପ୍ରତିଟି ବିଷୟ ପ୍ରଭୁଙ୍କ ନିକଟସ୍ଥ କରେଇଛନ୍ତି ପୁଣି ଅନୁରୋଧ ମଧ୍ୟ ପ୍ରଭୁଠାରେ ରଖିଛନ୍ତି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ବୋଝର ସହିତ ସମସ୍ତ ବିଷୟ ପ୍ରଭୁଙ୍କର ଉତ୍ସର୍ଗ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ବର୍ତ୍ତମାନ ଶେଷରେ ଆମେ ପ୍ରଭୁ ଯୀଶୁ ଶିଖେଇଥିବା ଆଦର୍ଶ ପ୍ରାର୍ଥନା କରିବା ଆଉ ପାଳକ ଆଜ୍ଞା ଅଛନ୍ତି ଆଉ ଶେଷରେ ସେ ଆମମାନଙ୍କୁ ପ୍ରଭୁଙ୍କଠାରୁ ଆଶୀଷ ଭିକ୍ଷା ପ୍ରଭୁ ଯୀଶୁ ଶିଖେଇଥିବା ଆଦର୍ଶ ପ୍ରାର୍ଥନା ସହିତ ଆଉ ଆଶୀଷ ଭିକ୍ଷା ତରଙ୍ଗ ମଣ୍ଡଳୀରେ ପାଳକ ନା ଏଇଟା ଇଏ କରନ୍ତୁ ଅନ୍ କରନ୍ତୁ ଆସନ୍ତୁ ପ୍ରଭୁଙ୍କୁ ପ୍ରାର୍ଥନା କରିବା ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ ତୁମ୍ଭର ରାଜ୍ୟ ଆସୁ ଯେପରି ସ୍ୱର୍ଗରେ ସେପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ ଆମ୍ଭେମାନେ ଯେପରି ଆପଣା ଅପରାଧୀ ମାନଙ୍କୁ କ୍ଷମା କରିଅଛୁ ସେପରି ଆମମାନଙ୍କ ଅପରାଧ ସବୁ କ୍ଷମା କର ପରୀକ୍ଷାରେ ଆମମାନଙ୍କୁ ଆଣ ନାହିଁ ମାତ୍ର ମନ୍ଦ ରକ୍ଷା କର ଯେଉଁ ରାଜ୍ୟ ପରାକ୍ରମ ଗୌରବ ଯୁଗେ ଯୁଗେ ତୁମ୍ଭର ଆମେନ୍ ଯେତେବେଳେ ପିତା ପରମେଶ୍ୱରଙ୍କର ପ୍ରେମ ପୁତ୍ର ପରମେଶ୍ୱରଙ୍କର ଅନୁଗ୍ରହ ପବିତ୍ର ଆତ୍ମା ପରମେଶ୍ୱରଙ୍କର ଚିରନ୍ତନ ଶାନ୍ତି ଶକ୍ତି ସୁମଧୁର ସହଭାଗିତା ଚେତନା ପ୍ରେରଣା ଏବେ ପୁଣି ଚିରକାଳ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ଆଜିର ଜୋମରେ ଯୋଗଦାନ କରିଥିବା ପ୍ରତ୍ୟେକ ଦାସୀ ମାନଙ୍କ ପ୍ରତି ଏବଂ ଖ୍ରୀଷ୍ଟ ବିଶ୍ୱାସୀ ପ୍ରତ୍ୟେକଙ୍କ ପ୍ରତି ବର୍ତ୍ତମାନ ସଦା କାଳ ସଙ୍ଗେ ସଙ୍ଗେ ହୁଅନ୍ତୁ ଆମେନ୍।